ଗୋଟେ ଅନୁଭବ ହେଲା କି ମୁଁ ଆଉ କିଛି ଅଧିକା କରିବି ବୋଲିକି ପ୍ରଭୁଙ୍କ ପାଇଁ। କାରଣ ସେମାନେ ଆମଠୁ ବଡ ଭାଇ, ଆଉ ସେମାନେ ଆମକୁ ବହୁତ ଗୋଟେ ଦର୍ଜା ଦେଇଛନ୍ତି କି ଯେ ସାନ ଭାଇ ହିସାବରେ ଗାଇଡ ବି କରନ୍ତି। ପ୍ରଭୁ ତାଙ୍କୁ ଅନୁଗ୍ରହ କରନ୍ତୁ। ସେ ମତେ ଆଜି ସକାଳୁ ମୁଁ ଶୋଇ ଉଠୁ ଉଠୁ ପାଖାପାଖି 8ଟା ହେଇଥାଏ, ବୋଧେ 8ଟା 8:30 ହେଇଥାଏ। ଶୋଇ ଉଠୁ ଉଠୁ ମତେ ମେସେଜ ଆସିଥିଲା କି ଭାଇ ଆଜି ତୁ ପ୍ରଚାର କରିବୁ କି? ତ ମୁଁ ଟିକେ କନଫ୍ୟୁଜ ହେଲି କି କରିବି ନା ନାହିଁ, କାରଣ ଯେହେତୁ ମୁଁ ଆପଣମାନଙ୍କୁ ଟିକେ ବିଳମ୍ବରେ ଚାଲିଛି। ଆପଣଙ୍କ ସମୟ ପାଖାପାଖି ଏବେ 7ଟା ଅଧେ ହେଇଥିବ, ମୋର କେବଳ 6ଟା ହେଇଛି। ତ ମୁଁ ଆପଣଙ୍କୁ ଟିକେ ଡେରିରେ ଅଛି ମୁଁ ଏବେ। ତ ମୁଁ ଭାବିଲି କି ଦେଇପାରିବି ନା ନାହିଁ, କିନ୍ତୁ ମୁଁ ଚେଷ୍ଟା କଲି। ଅନେକ ସମୟରେ ଯେତେବେଳେ ଆମେ କୌଣସି ଭଲ କାର୍ଯ୍ୟ କରିବା ପାଇଁ ଯାଉଁ, ଶୟତାନ ଆମମାନଙ୍କୁ ପ୍ରତିରୋଧ କରିବା ପାଇଁ ସବୁବେଳେ ଜଗି ବସିଥାଏ। ତ ମୁଁ ଚେଷ୍ଟା କରୁଥିଲି ଆଜି, ୟୁଜୁଆଲି ମୁଁ କେବେ ଅଫିସରେ ଅନ୍ ଟାଇମ ବାହାରେନି। ଆମଙ୍କର ଅଫିସରେ ଅନ୍ ଟାଇମ ରେ ପହଞ୍ଚିବା ହୁଏ, କିନ୍ତୁ ବାହାରିବାଟା ସବୁବେଳେ ବିଳମ୍ବ ହୁଏ। ତ ମୁଁ ଆଜି ଚେଷ୍ଟା କଲି କି କିଛି ସମୟ ପାଇଁ ଶୀଘ୍ର କାମ ସରେଇକି ପଳେଇଯିବି ବୋଲିକି। ପ୍ରଭୁ ମହାନ ପରମେଶ୍ୱର, ଆଉ ଯଦି ମୁଁ ମେଟ୍ରୋରେ ଥିଲି ତାଙ୍କର ମେସେଜ ଆସିଲା କି ଆମେ ଅଲରେଡି ଆରମ୍ଭ କରିସାରିଲୁଣି, ଶୀଘ୍ର ଆସ। ଆଉ ମୁଁ ସେଥିପାଇଁ କ୍ଷମା ଭିକ୍ଷା କରେ ଯେ ପ୍ରଥମରୁ ମୁଁ ଜଏନ କରିପାରିଲିନି। କିନ୍ତୁ ପ୍ରଭୁ ମହାନ ପରମେଶ୍ୱର, ମୁଁ ଆପଣମାନଙ୍କୁ ମଧ୍ୟ କହିବା ପାଇଁ ଚାହେଁ ଯେ ଏବେ ଆଇପିଏଲ ସିଜନ ଚାଲିଛି, ସମସ୍ତେ ଜାଣିଥିବେ ନାଇଁ? ଆଇପିଏଲ ସବୁ ଘରେ ଘରେ ଦେଖୁଛନ୍ତି ଆଜିକାଲି। ତ ଆମେମାନେ ଆଇପିଏଲ ନ ଦେଖିକି ପ୍ରଭୁଙ୍କର ବାକ୍ୟ ଶୁଣିବା ପାଇଁ, ପ୍ରଭୁଙ୍କର ମିଟିଂ ରେ ବସିବା ପାଇଁ ମନୋନୀତ କରିଛନ୍ତି। ଏଥିପାଇଁ ପ୍ରଭୁ ଆପଣମାନଙ୍କୁ ଅନେକଙ୍କୁ ଆଶୀର୍ବାଦ କରନ୍ତୁ। ଏହା ଗୋଟେ ବୀଜ ବୁଣିବା ସହିତ ସଦୃଶ, ଯେ ଆପଣଙ୍କ ସମୟକୁ ଆପଣମାନେ ଈଶ୍ୱରଙ୍କ ରାଜ୍ୟ ନିମନ୍ତେ ବୁଣୁଛନ୍ତି ବା ସମୟ ଦେଉଛନ୍ତି, ଆଉ ଏହାର ପୁରସ୍କାର ନିତାନ୍ତ ରହିଅଛି। ଆଉ ମୁଁ ସମୟ ବର୍ବାଦ କରିବା ପାଇଁ ଚାହେଁନି। ବିଳମ୍ବ ନ କରିକି, ମୋର ଭାଷାର ଭିନ୍ନତା ଆସିପାରେ, ଯେହେତୁ ସେ ଲେଖିଥିଲେ ଦୁବାଇରେ। ମୁଁ ପସନ୍ଦ କରେନି କି ମତେ କିଏ ଜଣେ ଅଧିକା ତାରିଫ କରୁ, ଦୁବାଇରେ ଅଛି, ଏଇଠି ଅଛି, ସେଇଠି ଅଛି, ମତେ ଟିକେ ଭଲ ଲାଗେନି। କିନ୍ତୁ ଭାଷାର ଭିନ୍ନତା ଆସିପାରେ, ଯେହେତୁ ଆ ଆମର ଅଫିସରେ ମୋଷ୍ଟ ଅଫ ଦ ଲୋକ ସେମାନେ ଇଂରାଜୀରେ କଥା ହୁଅନ୍ତି କି ହିନ୍ଦୀରେ କଥା ହୁଅନ୍ତି। ବାହାର ସାଇଡ ରେ ବହୁତ ଲୋକ ଆରବିକ ରେ କଥା ହୁଅନ୍ତି। ତ ଭାଷାର ଭିନ୍ନତା ଆସିପାରେ, କିନ୍ତୁ ମୁଁ ଚେଷ୍ଟା କରିବି ଆମମାନଙ୍କୁ ଯେ ପ୍ରକାର ଆମେ ସମସ୍ତେ ବୁଝିପାରିବା ସେଇ ବିଷୟରେ କହିବା ପାଇଁ। ଆଉ ମୁଁ କମ ସମୟ ପ୍ରଚାର କରିବି, ଯେହେତୁ ପ୍ରଥମରେ ଗୋଟେ ବିଷୟ କୁହାଯାଏ ଯେ ପ୍ରଚାରକ ମାନଙ୍କୁ ମାଇକ୍ରୋଫୋନ ଦିଆଗଲା ପରେ ସେମାନେ ସମୟ ଦେଖିବା ପାଇଁ ଭୁଲି ଯାଆନ୍ତି, ଯେହେତୁ ସେମାନେ କଥା କହିବାରେ ବ୍ୟସ୍ତ ହେଇଯାଆନ୍ତି। ତ ମୁଁ ଚେଷ୍ଟା କରିବି ନିର୍ଦ୍ଧାରିତ ସମୟ ମଧ୍ୟରେ, ଯୋଉ ସମୟ ମତେ ଦିଆଯାଇଛି ସେଇ ଭିତରେ ହିଁ ମୁଁ ପ୍ରଚାର କରିବା ପାଇଁ ଚେଷ୍ଟା କରିବି। ଆଉ ଯେତେବେଳେ ମୁଁ ଏଇ ବାକ୍ୟ ପଢୁଥିଲି କାଲି ରାତି, ଆକ୍ଚୁଆଲି ଆଜିର ନୁହଁ, କିମ୍ବା ସେତେବେଳେ ମତେ ସକାଳୁ ସେମାନେ କଲେ, ମୁଁ ବହୁତ ଦିନ ଧରି ଏଇ ବିଷୟଟାକୁ ଚିନ୍ତା କରୁଥିଲି, ଧ୍ୟାନ କରୁଥିଲି, ପ୍ରଭୁ ମାନଙ୍କୁ କଣ କହିବା ପାଇଁ ଚାହାନ୍ତି। ଆଉ ସେଇ ବାକ୍ୟଟି ହଉଛି ଏଫିସିୟ ପୁସ୍ତକ 4 ପର୍ବ 27 ପଦ। ମୁଁ ଅନୁରୋଧ କରି ଆମେ ସମସ୍ତେ ଖୋଲିବା। କେହି ଜଣେ ପଢନ୍ତୁ ନାହିଁ, ସମସ୍ତେ ଖୋଲିବା। ଆମେ ଯଦି ଆମର ବାଇବଲ ଅଛି, ସ୍ମାର୍ଟଫୋନ ଅଛି, ଲାପଟପ, ଟ୍ୟାବ ଯାହା ବି ଅଛି, ଆପଣ ମାନେ ଦୟାକରି ଖୋଲନ୍ତୁ ଏଫିସିୟ ତାର 4 ପର୍ବ 27 ପଦ। ସମସ୍ତେ ଖୋଲିଲେ? ଆପଣ ମାନେ ଆପଣଙ୍କର ଅନମ୍ୟୁଟ କରିପାରନ୍ତି, ଯଦି ଆପଣ ମାନେ ଭଲ ଜାଗାରେ ଅଛନ୍ତି, ଡିଷ୍ଟରବେନ୍ସ ନହେଲେ ଆପଣ ଅନମ୍ୟୁଟ କରିକି କହିପାରିବେ, କିଛି ଅସୁବିଧା ନାହିଁ। ଏଫିସିୟ ତାର 4 ପର୍ବ 27 ପଦ। ସମସ୍ତେ ଖୋଲିଲେ? ଆଇ ଥିଙ୍କ ୟେସ୍। ତ ଏଫିସିୟ କାହା ପୂର୍ବରୁ ଅଛି? ଲୁକ ପରେ ବୋଧେ? ଗଲତିୟ। ଓକେ, ଚାଲେ ଠିକ ଅଛି। ତ ଏଫିସିୟ ତାର 4 ପର୍ବ 27 ପଦରେ ଯେତେବେଳେ ଅନେକ ସମୟରେ ଯେତେବେଳେ ମୁଁ ଏ ବାକ୍ୟ ପଢୁଥିଲି, ଗୋଟେ ବିଷୟ ମୋର ମନକୁ ଆସୁଥିଲା କି ଯେ ଅନେକ ସମୟରେ ଆମେ ଅନ୍ୟକୁ କଥା କହୁ, କିମ୍ବା କେହି ଜଣେ ଆମକୁ କହିଲେ ଆମେ ଶୁଣୁ, କିନ୍ତୁ ନିଜେ ନିଜେ ଆମେ ମାନେ କେବେ ବି କଥା ହେବା ପାଇଁ ଚେଷ୍ଟା କରିନଥାଉ। କିନ୍ତୁ ଅନେକ ସମୟରେ ଜ୍ଞାନୀ ବ୍ୟକ୍ତି ମାନେ କହନ୍ତି ତୁମେ ନିଜ ସହିତ କଥା ହେବା ଶିଖ। ବାଇବଲ ମଧ୍ୟ ଆମମାନଙ୍କୁ କହେ ଯେ ଆମେ ନିଜକୁ ନିଜେ କଥା ହେବା ଜରୁରୀ। ଯେତେବେଳେ ଅନ୍ୟ ଲୋକ ଆମମାନଙ୍କୁ କହେ, ଆମମାନଙ୍କୁ ବେଳେ ବେଳେ କଷ୍ଟ ଲାଗେ। ଯେତେବେଳେ ଅନ୍ୟ ଲୋକ ଆମକୁ ଅନୁଯୋଗ କରେ, କିମ୍ବା ଅନ୍ୟ ଲୋକ ଆମ ପ୍ରଭୁଙ୍କ ବିଷୟରେ କହେ, ଆମେ ଯଦି ଭୁଲ କାର୍ଯ୍ୟ କରୁଅଛୁ, ଆମକୁ ଯଦି ଜଣେ ଅନୁଯୋଗ କରି କହୁଛେ, ଆମେ ଖରାପ ଭାବୁ। କିନ୍ତୁ ଯେତେବେଳେ ଏହି ବାକ୍ୟଟି ମୁଁ ପଢୁଥିଲି, କଣ ଲେଖା ହେଇଛି ସେଇଠି? ପୁଣି ଶୟତାନକୁ, ଟିକେ କହନ୍ତୁ, ପୁଣି ଶୟତାନକୁ ସ୍ଥାନ ଦିଅ ନାହିଁ। ସ୍ଥାନ ଦିଅନ୍ତି ନାହିଁ। ପୁଣି ପୁନର୍ବାର ଆମେ, ଇଟ୍ ହାଜ ଟୁ ବି କନଭିନିଏନ୍ସ, ଆମକୁ ଏଇଟା ଗୋଟେ ସୁବିଧା ହେବା ଜରୁରୀ। ଆମକୁ ଗୋଟେ କନଭିନ୍ସ କରିବାର ଅଛି ଯେ ଏଇ ବାକ୍ୟଟା ଆମକୁ କଣ କହିବା ପାଇଁ ଚାହେଁ। ପଢନ୍ତୁ ପୁନର୍ବାର, ସମସ୍ତେ ଆମେ ଅନମ୍ୟୁଟ କରିବା ଗୋଟେ ଥର ପାଇଁ। ସମସ୍ତେ ଆମେ ଅନମ୍ୟୁଟ ପୁଣି କରିବା ଆଉ ଶୟତାନକୁ କହୁ ଯେ ସ୍ଥାନ ଏଇ ଦିଅ ବାକ୍ୟ ନାହିଁ। ମୁଁ ନିଜକୁ କହୁଛି ବୋଲି। ପୁଣି ପୁଣି ଶୟତାନକୁ ଶୟତାନକୁ ସ୍ଥାନ ଦିଅ ନାହିଁ। ଶୟତାନକୁ ସ୍ଥାନ ସ୍ଥାନ ଦିଅ ନାହିଁ। ଦିଅ କେତେ ଥର ଆମେ ଏହି ବାକ୍ୟକୁ ନିଜକୁ ନିଜେ କହିଛୁ କି ଯେ ପୁଣି ଶୟତାନକୁ ସ୍ଥାନ ଦିଅ ନାହିଁ ବୋଲି। ନାହିଁ। ବାଇବଲ ଆମମାନଙ୍କୁ ଡାଇରେକ୍ଟଲି କହେ
ଯେ ପୁଣି ଶୟତାନକୁ ସ୍ଥାନ ଦିଅ ନାହିଁ। ଯେତେବେଳେ ଏହି ବାକ୍ୟଟି ମୁଁ ପଢୁଥିଲି, ମୁଁ ଗିର୍ଜା ଗୃହ ମଧ୍ୟରେ ଥାଏ ଆଉ ପଢିଲା ବେଳକୁ କିଛି ସମୟ ପାଇଁ ମୁଁ ଚୁପ୍ ପଡି ରହିଯାଇଥିଲି। କାରଣ ଅନେକ ସମୟରେ ଯେତେବେଳେ ବାକ୍ୟ ଆମମାନଙ୍କୁ କଥା କହେ, ଆମମାନଙ୍କୁ ବିଚଳିତ କରିଦିଏ। ଯେତେବେଳେ ପରମେଶ୍ୱର ଆମକୁ କଥା କହିବା ପାଇଁ ଚାହାନ୍ତି, ଭିନ୍ନ ଭିନ୍ନ ମାଧ୍ୟମରେ କଥା କୁହନ୍ତି, ଯେତେବେଳେ ବାକ୍ୟ ମୁଁ ପଢୁଥିଲି, ପୁଣି ଶୟତାନକୁ ସ୍ଥାନ ଦିଅ ନାହିଁ। ଯେତେବେଳେ ଆମେ ପୁଣି ଶବ୍ଦର ଉଚ୍ଚାରଣ କରୁଛୁ, ପୁଣି ପୂର୍ବରୁ ଯେତେବେଳେ ଆମେ ପଢିବା 22 ପଦ, 23 ପଦ, 24 ପଦ, 25, 26 ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ବିଷୟ ଲେଖାଯାଇଛି। କିନ୍ତୁ ଆଜି ଆମେ ପୁଣି ଶବ୍ଦର ଚିନ୍ତା ନ କରି ଶୟତାନକୁ ସ୍ଥାନ ଦିଅ ନାହିଁ ବିଷୟରେ ଆଜି ଆମେ ଚିନ୍ତା କରିବା, ଯେ କଣ ଆଜି ପ୍ରଭୁ ଆମମାନଙ୍କୁ କହୁଛନ୍ତି। ମୁଁ ପ୍ରଥମରେ ବିଷୟ ଚେଷ୍ଟା କରିବି ଯେ ଏହି ବାକ୍ୟ କାହିଁକି ଲେଖାଗଲା, କେଉଁ ସ୍ଥାନରେ ଲେଖାଯାଇଅଛି, ଆଉ ଏହାର ରହସ୍ୟ କଣ। ଆଜି ଆମମାନଙ୍କର ଜଗତ ମଧ୍ୟରେ ଏହାର ଉଦ୍ଦେଶ୍ୟ ଆମମାନଙ୍କ ପାଇଁ କଣ ଅଟେ। ଯେତେବେଳେ ଆମେ ଦେଖୁଛୁ ଏଫିସ ତାର 4 ପର୍ବ 27 ପଦରେ, ଯଦି ଆପଣ ମାନେ ପ୍ରକାଶିତ ବାକ୍ୟ ପଢିଛନ୍ତି, ସପ୍ତ ମଣ୍ଡଳୀ ମଧ୍ୟରୁ ଏଫିସିୟ ମଣ୍ଡଳୀ ଗୋଟିଏ ମଣ୍ଡଳୀ ଯାହାର ନାମ ପ୍ରକାଶିତ ବାକ୍ୟରେ ଉଲ୍ଲେଖ କରାଯାଇଛି। ଯେତେବେଳେ ପାତ୍ମ ଦ୍ୱୀପରେ ଯୋହନ ସେ ଦର୍ଶନ ଦେଖୁଛନ୍ତି, ପ୍ରଭୁ ଏଇ ସପ୍ତ ମଣ୍ଡଳୀ ବିଷୟରେ ମଧ୍ୟ ପ୍ରଭୁ ତାଙ୍କୁ କଥା କହୁଛନ୍ତି। ଆଉ ସେହି ବିଷୟ ଏଫିସିୟ 4 ପର୍ବ 27 ପଦ, ଏଇ ଯୋଉ ଏଫିସିୟ ମଣ୍ଡଳୀ ଯଦି ଆଜିକା ଯୁଗରେ ଆମେ ଦେଖୁ, ଆଜିକା ଯୁଗର ତୁର୍କୀରେ ରହିଅଛି এই ଜାଗାଟା। ଏସିଆ ମାଇନର ଯାହାକୁ ଆମେ କହୁ, ଟର୍କି ବା ଏସିଆନ କଣ୍ଟ୍ରି ହିସାବରେ ଆଜି ଏହି ଯୋଉ ଏଫିସିୟ ମଣ୍ଡଳୀଟା ତୁର୍କୀରେ ରହିଅଛି। କିନ୍ତୁ ସେତେବେଳେ ଏହାର ଉପରେ ରୋମାନ ଏମ୍ପାୟାର ମାନେ କଣ କରୁଥିଲେ, ରୋମାନ ସାମ୍ରାଜ୍ୟ ଯେଉଁମାନେ ଯୀଶୁଙ୍କୁ କ୍ରୁଶାର୍ପିତ କରିଥିଲେ, ସେଇ ସାମ୍ରାଜ୍ୟ ଲୋକମାନେ ଏହାକୁ ଶାସନ କରୁଥିଲେ। ଆଉ ଏହାର ରହସ୍ୟ କାହିଁକି ଏଫିସିୟ ମଣ୍ଡଳୀକୁ ପ୍ରେରିତ ପାଉଲ ଏକ ଚିଠି ଲେଖୁଛନ୍ତି ଯେ ତୁମେ ଶୟତାନକୁ ସ୍ଥାନ ଦିଅ ନାହିଁ। ଏଫିସିୟ ମଣ୍ଡଳୀର ତାର ଇତିହାସ କଣ ଅଟେ। ଏଫିସିୟ ମଣ୍ଡଳୀ ଯେତେବେଳେ ଆପଣ ସପ୍ତମ ଶ୍ରେଣୀରେ ଯଦି ଆପଣ ପଢିଥିବେ, ସପ୍ତମ ଅଷ୍ଟମ ଶ୍ରେଣୀରେ, ଆମମାନଙ୍କୁ ଅନେକ ସମୟରେ ସେମାନେ ତୁର୍କୀର ଯେହେତୁ ମୋଗଲ ସମ୍ରାଟ ମାନେ ଥିଲେ, ଆଫଗାନୀ ଲୋକମାନେ ଥିଲେ, ସେମାନଙ୍କ ସହିତ ଆମମାନଙ୍କୁ ଗୋଟେ ବିଷୟ କୁହାଯାଏ ଆର୍କ ମିଡିସ୍ ବୋଲି ଗୋଟେ ଓଡିଆରେ ଶବ୍ଦ ଆସେ। ଆର୍କ ମିଡିସ୍ ସେମାନେ ଇତିହାସ ଲେଖନ୍ତି। ଆଉ ସେଇ ସମୟରେ ଏଫିସିୟ ମଣ୍ଡଳୀ ବା ଏଫିସିୟ ଗୋଟେ ମଣ୍ଡଳୀ ନଥିଲା, ଏଫିସିୟ ଗୋଟେ ସହର, ଯୋଉ ଗୋଟେ ଚର୍ଚ୍ଚ ଥିଲା, ଯାହାକୁ ଆମେ ଏଫିସିୟ ମଣ୍ଡଳୀ ବୋଲି କହୁ। ଆଉ ଏଫିସିୟ ମଣ୍ଡଳୀକୁ ଏଇ ଯୋଉ ପତ୍ର ଲେଖୁଛନ୍ତି ପ୍ରେରିତ ପାଉଲ, ସେଇ ସମୟରେ ରୋମାନ ଏମ୍ପାୟାର ମାନେ ବା ରୋମାନର ସୋଲଜର ମାନେ ତାଙ୍କୁ ରୋମାନର ଯୋଉମାନେ ଶାସନ କର୍ତ୍ତା ଥିଲେ, ସେମାନେ ତାଙ୍କୁ ଗୋଟେ ଗୃହ ବନ୍ଦୀରେ ରଖିଛନ୍ତି। ଆଉ ସେ ଗୃହ ବନ୍ଦୀରେ ରହିକି ସେ ଗୋଟେ ଚିଠି ଲେଖୁଛନ୍ତି ଏଫିସିୟ ମଣ୍ଡଳୀରେ। କାରଣ କୁହାଯାଏ ପ୍ରେରିତ ପାଉଲ ତାଙ୍କର ଯାତ୍ରା ସମୟରେ, ମିଶନ ଜର୍ଣ୍ଣିରେ 3 ବର୍ଷ କାଳ ସେ ଏଫିସିୟ ମଣ୍ଡଳୀରେ ହିଁ ବିତେଇଥିଲେ। କାରଣ ସେ ଚାହୁଁଥିଲେ କି ଯେ ଏଫିସିୟ ଲୋକମାନେ ପରମେଶ୍ୱରଙ୍କୁ ଜାଣନ୍ତୁ, କାରଣ ସେମାନେ ବିଜାତୀୟ ଥିଲେ, ଜିହୁଦୀ ଥିଲେ, ଈଶ୍ୱରଙ୍କ ବିଷୟରେ କିଛି ଜଣାଶୁଣା ହେଇନଥିଲା। ଆଉ ଏହି ଯୋଉ ବାକ୍ୟ ଲେଖା ହେଇଛି, ଯୀଶୁଙ୍କ ସ୍ୱର୍ଗାରୋହଣ ପାଖାପାଖି 30-32 ବର୍ଷ ପରେ ଏହି ବିଷୟଟା ଲେଖା ହେଇଛି, ଯୋଉ ସମୟରେ ଖ୍ରୀଷ୍ଟିଆନଟା ଲୋକମାନେ ପ୍ରଚଳନ କରୁଥିଲେ। ଆଉ ରୋମାନ ସାମ୍ରାଜ୍ୟ ସମୟରେ କିଛି କିଛି ଲ ଥିଲା। ଆଜି ବି ଯଦି ଆପଣମାନେ ଇସ୍ରାଏଲର ହିଷ୍ଟ୍ରି ପଢିବେ, ସେମାନେ ଆଦି ଯାତ୍ରା ଲେବୀୟ ଗଣନାକୁ ସେମାନେ ପଢନ୍ତି, ଦ୍ୱିତୀୟ ସେମାନେ ପଢନ୍ତି। ତାଙ୍କର 5ଟା ଯୋଉ ପୁସ୍ତକ ଅଛି, ସେଥିରେ ସବୁ ବିଷୟ ଜିଉସର ଲ ଗୁଡାକ, ରୀତିନୀତି ନିୟମ ଗୁଡାକ ଲେଖା ହେଇଛି, ଯୋଉ ବିଷୟ ସେମାନେ ମାନିବାକୁ ବାଧ୍ୟ। ଯଦି ଆପଣମାନେ ମାନୁନାହାନ୍ତି, ତାହେଲେ ଆପଣମାନଙ୍କୁ କାରାରକ୍ଷରେ ପଡାଯିବ, ନହେଲେ କ୍ରୁସିଫିକେସନ କରାଯିବ, ନହେଲେ ଭିନ୍ନ ପ୍ରକାର ସେମାନଙ୍କୁ ଦଣ୍ଡ ଦିଆଯାଉଥିଲା। ଆଉ ସେହି ପ୍ରକାରେ ପ୍ରେରିତ ପାଉଲଙ୍କୁ, ଯେହେତୁ ସେ ବିଜାତୀୟ ଲୋକମାନଙ୍କୁ ମନ୍ଦିରକୁ ଆଣୁଥିଲେ, ତାଙ୍କୁ କଣ କରାଗଲା ନା ବନ୍ଦୀ ରଖାଯାଇଛି। ଆଉ ସେ ବନ୍ଦୀ ରଖାଯାଇଛି, ସେଇ ସମୟରେ ସେଇ ପଥରେ ଲେଖୁଛନ୍ତି କି ଯେ ପୁଣି ଶୟତାନକୁ ସ୍ଥାନ ଦିଅ ନାହିଁ। ଆଉ ଏଫିସିୟ ମଣ୍ଡଳୀ କାହିଁକି ସେ ଶୟତାନ ଶବ୍ଦର ବ୍ୟବହାର କରୁଅଛନ୍ତି, କାହିଁକି ସେ କହୁଛନ୍ତି କି ଶୟତାନକୁ ସ୍ଥାନ ଦିଅ ନାହିଁ। ଯଦି ଆମେ ମାନେ ଏଫିସିୟ ମଣ୍ଡଳୀର ବିବରଣୀ ଦେଖିବା, ଯେତେବେଳେ ଏହି ପୁସ୍ତକଟି ଲେଖା ଯାଉଥିଲା କିମ୍ବା ଏହି ବିଷୟଟି ଲେଖା ଯାଉଥିଲା, ସେଇ ସମୟରେ ଏଫିସିୟ ମଣ୍ଡଳୀରେ ଗୋଟେ ଦେବୀ ଥିଲେ, ଯାହାଙ୍କୁ କୁହାଯାଏ ଆର୍ତେମିସ୍ ବୋଲିକି। ଯଦି ଆପଣମାନେ ଜାଣିବା ପାଇଁ ଚାହାନ୍ତି, ତାହା ପ୍ରେରିତ ତାର 19 ପର୍ବ 27 ପଦରେ ଲେଖାଯାଏ ସେହି ଦେବୀ ବିଷୟରେ, ବା ସେହି ମାନେ ପୂଜା ଯୋଉମାନଙ୍କୁ ସେମାନେ ପୂଜା କରୁଥିଲେ। କାରଣ ପ୍ରେରିତ ପାଉଲ ଯେତେବେଳେ ସେ ଲେଖୁଥିଲେ, ଆର୍ତେମିସ୍ ଯୋଉ ଦେବୀ ବିଷୟରେ ଆମେ ଦେଖୁଛୁ ବା ଶୁଣୁଛୁ, ସେଇ ଦେବୀଙ୍କୁ ସେମାନେ ସେହି ସମୟରେ ଏକ ରିଲିଜିୟସ, ଯେ ପ୍ରକାର ଆଜି ଆମଙ୍କର ହିନ୍ଦୁ ଲୋକମାନେ ପୂଜା କରୁଛନ୍ତି, ସେଇ ସମୟରେ ଆର୍ତେମିସ୍ ଯେ ଥିଲେ, ତାଙ୍କୁ ଅନେକ ଲୋକ ପୂଜା କରୁଥିଲେ। ଆଉ ସେ ସେହି ଜାଗାରେ ପୂଜା ପାଉଥିଲେ। ଆଉ ସେଇ ସମୟରେ ଯେତେବେଳେ ଆମେ ପୂଜା ପାଉଥିଲେ ବେଳେ ଦେଖୁଛୁ, ଲୋକମାନେ କଣ କରୁଥିଲେ, ଏଫିସିୟ ମଣ୍ଡଳୀ ଯେହେତୁ ଗୋଟେ ଏକ ମନ୍ଦିର ମାଳିନ ସହର ଥିଲା, ସେଠି ଲୋକମାନେ ଆର୍କିଟେକ୍ଚର ବହୁତ ଭଲ ଥିଲା। କଣ କରୁଥିଲେ, ଭିନ୍ନ ଭିନ୍ନ ଦେଶରୁ, ଭିନ୍ନ ଭିନ୍ନ ସାମ୍ରାଜ୍ୟରୁ ଲୋକମାନେ ଏଫିସିୟ କୁ ଆସୁଥିଲେ ଆର୍ତେମିସ୍ କୁ ଦେଖିବା ପାଇଁ। ଆଉ ସେମାନେ ଅନେକ ଧନ ସମ୍ପତ୍ତି ସେମାନେ କଣ କରୁଥିଲେ, ମନ୍ଦିରରେ ଡୋନେସନ କରୁଥିଲେ।
ଯଦ୍ୱାରା ଏଫିସିୟ ମଣ୍ଡଳୀର ଲୋକମାନେ ବା ଏଫିସିୟର ସହରର ଲୋକମାନେ ବହୁତ ଧନୀ ଥିଲେ। ଆଉ ସେ ସ୍ଥାନରେ ଗୋଟେ ପୋର୍ଟ ଥିଲା, ଯାହାକୁ ଆମେ ପାରାଦୀପ ବନ୍ଦର ଯୋଉ କହୁଛୁ। ସେଇ ପ୍ରକାର ଗୋଟେ ପାରାଦୀପ ବନ୍ଦର ଥିଲା, ଯୋଉଠି ସେମାନେ କଣ କରୁଥିଲେ, ତାଙ୍କର ବାଣିଜ୍ୟ ବ୍ୟବସାୟ ଏତେ ମାତ୍ରାରେ ଥିଲା, ବହୁତ ଲୋକ ସେମାନେ କଣ କରୁଥିଲେ, ଧନଶାଳୀ ଲୋକମାନେ ଥିଲେ। ଆଉ ଯେତେବେଳେ ଆମେ ଚିନ୍ତା କରୁଛୁ ଆର୍ଟେମିସ୍ କଥା, ଆର୍ଟେମିସ୍ କୁ କୁହାଯାଏ ଯୋଉମାନେ ଗର୍ଭ ଧାରଣ କରୁଥିବା ସ୍ତ୍ରୀ ଲୋକମାନେ ଅଧିକତର ସେମାନେ ତାଙ୍କୁ ପୂଜା କରୁଥିଲେ। ଆଉ ଏଫିସିୟରେ ଆଉ ଗୋଟେ ବିଷୟ ହଉଥିଲା, ସେ ଦେବୀକୁ ପୂଜା କରିବା ସହିତ ସେମାନେ ମେଜିକ ଯାଦୁ ବିଦ୍ୟାକୁ, ଏଷ୍ଟ୍ରୋଲୋଜି ବା ଯାହାକୁ ଆମେ କହୁଛୁ ଭବିଷ୍ୟତ ଜାଣିବା ବିଷୟକୁ, ବିଭିନ୍ନ ପ୍ରକାର ଖେଳ କରାଯାଉଥିଲା, ଯେଉଁ ସ୍ଥାନରେ ସେମାନେ ଦେବା ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ବଳି ଉତ୍ସର୍ଗ କରୁଥିଲେ। ପଶୁ ବଳି ଉତ୍ସର୍ଗ କରୁଥିଲେ, ମଣିଷ ବଳି ଉତ୍ସର୍ଗ କରାଯାଉଥିଲା, ସେମାନଙ୍କୁ ରକ୍ତର ବଳି ଦିଆଯାଉଥିଲା, ଧନ ସମ୍ପତ୍ତି ଦିଆଯାଉଥିଲା। ଆଉ ଯଦି ଆପଣ ପ୍ରେରିତ 19 ପର୍ବ ପଢିବେ, ସେଥିରେ ଲେଖାଯାଏ ଯେ ପ୍ରେରିତ ପାଉଲକୁ ଲୋକମାନେ ବିପକ୍ଷରେ ଯାଉଛନ୍ତି, କାରଣ ସେମାନଙ୍କର ଧନ୍ଦା ବନ୍ଦ ହେଇଯିବ, ଯେହେତୁ ସେମାନେ ଆର୍ତେମିସର ମୂର୍ତ୍ତିକୁ ସୁନା ଅଳଙ୍କାର ତିଆରି କରି ବିକ୍ରି କରୁଥିଲେ, ଯଦ୍ୱାରା ସେମାନେ ଅର୍ଥ ଲାଭ କରୁଥିଲେ। କିନ୍ତୁ ପ୍ରେରିତ ପାଉଲ କଣ କହୁଛନ୍ତି, ତମେ ଏହାକୁ ବିକ୍ରି କର ନାହିଁ, ଯେହେତୁ ଏହା ମଧ୍ୟରେ ପରମେଶ୍ୱର ନାହାନ୍ତି, ଏ ଗୋଟେ ଜୀବନ୍ତ ନୁହେଁ, ଏ ଗୋଟେ ମୃତ୍ୟୁ, ଆଉ ତମେ ତାଙ୍କୁ ପୂଜା କର ନାହିଁ। ସେଇ ସମୟରେ ଲୋକମାନେ କଣ କରୁଥିଲେ, ପ୍ରେରିତ ପାଉଳଙ୍କ କଥା ଦ୍ଵାରା ଅନେକ ଲୋକ ଈଶ୍ୱରଙ୍କ ନିକଟକୁ ଆସୁଥିଲେ। ଆଉ ଯେତେବେଳେ ଆମେ ନୂଆରେ ଖ୍ରୀଷ୍ଟକୁ ଗ୍ରହଣ କରୁ, ଯେତେବେଳେ ଆମେ ନୂଆ ଭାବରେ ପରମେଶ୍ୱରଙ୍କ ସହିତ ଜଡିତ ହଉ, ଅନେକ ପ୍ରକାର ଭ୍ରାନ୍ତ ଶିକ୍ଷା ଆମମାନଙ୍କ ଜୀବନରେ ପକାଯାଏ। ଯଦି ଆମକୁ କିଏ ଗୋଟେ କିଛି ଭଲ ବିଷୟ କହିଲା, ଆମେ ତା କଥା ଶୁଣି ପକଉ। ସେଇ ସମୟରେ ଅନେକ ବିଜାତୀୟ ଲୋକମାନେ ଖ୍ରୀଷ୍ଟଙ୍କ ସହିତ ଯୋଡି ହଉଥିଲେ। ଆଉ ସେଇଥିପାଇଁ ସେ କଣ କଲେ ନା, ଗୋଟେ ଲେଖିଛନ୍ତି ପୁଣି, ଯେହେତୁ ପୁଣି ପୂର୍ବରୁ ସେ ଅନେକ ବିଷୟ ଲେଖିଛନ୍ତି କି ଯେ ଖ୍ରୀଷ୍ଟିଆନ ଲୋକମାନେ କଣ କରିବା କଥା। ଆଉ ଗୋଟେ ବିଷୟ କହୁଛନ୍ତି, ଶୟତାନକୁ ସ୍ଥାନ ଦିଅ ନାହିଁ। ଯଦି ଆମେ ଶୟତାନକୁ ସ୍ଥାନ ଦିଅ ନାହିଁ ଶବ୍ଦର ଉଚ୍ଚାରଣ କରୁ, ଦିଅ ନାହିଁ ଏକ ଶବ୍ଦ ଯାହାର ସେଠି ଗୋଟେ ଫୁଲ ଷ୍ଟପ୍ ନାହିଁ ବୋଲି କହୁଛନ୍ତି, ମାନେ ପୂର୍ଣ୍ଣ ଛେଦ ନାହିଁ। ଏହା ଗୋଟିଏ ଶବ୍ଦ ନୁହେଁ ଯାହା ଆମକୁ ଥରେ କହିଲେ ଆମେ ଶୁଣିବା। ଏହା ଦିଅ ନାହିଁ ଅର୍ଥ ଏହା ଆମକୁ କଣ, ଇଟ୍ ଇଜ ଅନଗୋଇଂ ପ୍ରୋସେସ, ମାନେ ସବୁବେଳ ପାଇଁ ଆମମାନଙ୍କୁ ଦେବା କଥା ନୁହଁ। ଦ୍ୱିତୀୟରେ ଗୋଟେ କଥା କୁହାଯାଇ ସେଇଠି ସ୍ଥାନ ଦିଅ ନାହିଁ। ଯଦି ଆପଣ ମାନେ ଇଂରାଜୀ ଶବ୍ଦରେ ପଢିବେ, ଇଂରାଜୀ ଶବ୍ଦରେ ପ୍ଲେସ୍ ବୋଲି କୁହାଯାଏ କିମ୍ବା ଫୁଟ ହୋଲ୍ଡ ବୋଲି କୁହାଯାଏ। ଅନେକ ସମୟରେ ଯେତେବେଳେ ଗାଡିରେ ଭିଡ ଥାଏ, ଆମେ କହୁ ବାବୁ ପାଦ ଟିକେ ରଖବାକୁ ଜାଗା ଦିଅ, ନହେଲେ ଛିଡା ହେବାକୁ ଜାଗା ଦିଅ। ଆଉ ସେହି ଶବ୍ଦର ବ୍ୟବହାର ଏଇ ସ୍ଥାନରେ ହେଇଅଛି, ଯାହାକୁ ଇଂରାଜୀ ଶବ୍ଦରେ ଫୁଟ ହୋଲ୍ଡ ବୋଲି କୁହାଯାଏ। ଆଉ ଯଦି ଆମେ ଗ୍ରୀକ ଶବ୍ଦରୁ ତାହାର ବିବରଣୀ ବାହାର କରିବା, ଏହାର ଅର୍ଥ ଏହା କହେ ଅପରଚ୍ୟୁନିଟି ବା ପ୍ଲେସ୍, ଗୋଟେ ସ୍ଥାନ ବା ସୁଯୋଗ ନ ଦିଅ। ଆଉ ଗୋଟେ ବିଷୟ ଲେଖାଯାଏ, ଡୁ ନଟ ଗିଭ୍ ବା ସ୍ଥାନ ଦିଅ ନାହିଁ। ସ୍ଥାନର ଅର୍ଥ ଫୁଲଡୋର, ଯାହାକୁ ଆମେ ଚିନ୍ତା କଲୁ। ଡୁ ନଟ ଗିଭ୍ ଅର୍ଥାତ ଦିଅ ନାହିଁ। ପୁଣି ଆଉ ଗୋଟେ ବିଷୟ କୁହାଯାଏ, ଶୟତାନକୁ ସ୍ଥାନ ଦିଅ ନାହିଁ। That's the most important part of human being or Christian's life. Devil, ଯାହାକୁ ଆମେ ଶୟତାନ ବୋଲି କୁହାଯାଉ। ଶୟତାନ କିଏ? ଯେତେବେଳେ ମୁଁ ଏ ବିଷୟରେ ଚିନ୍ତା କରୁଥିଲି, ଆଇ ଗୋ ଡିପ୍ ଇନଟୁ ଇଟ୍, ମୁଁ ବହୁତ ତର୍ଜମା ସହିତ ପଢବା ପାଇଁ ଚେଷ୍ଟା କଲି କି ଶୟତାନ କିଏ। ଆଉ ଆମେ ଯେତେବେଳେ ଦେଖୁଛୁ ଏଇ ଯୋଉ ଶବ୍ଦଟା, ଯଦି ଆପଣ ଇଂରାଜୀରେ ପଢିବେ, ଇଂରାଜୀରେ ଲେଖା ହେଇଛି ଡୋଣ୍ଟ ଗିଭ୍ ଦ ପ୍ଲେସ୍ ଟୁ ଦ ଡେଭିଲ୍। ଡେଭିଲ୍ ବୋଲି ଶବ୍ଦର ଉଚ୍ଚାରଣ କରାଯାଏ, କିନ୍ତୁ ଶୟତାନର ଶବ୍ଦ ଆକ୍ଚୁଆଲି ନୂତନ ନିୟମରେ ବର୍ଣ୍ଣିତ ନୁହେଁ, କାରଣ ଶୟତାନ ଶବ୍ଦଟା ହିବ୍ରୁ ଶବ୍ଦରୁ ଆସିଅଛି, ଆଉ ଡେଭିଲ୍ ଶବ୍ଦଟା ଗ୍ରୀକ ଶବ୍ଦରୁ ଆସିଅଛି। ଯେଉଁଥିପାଇଁ ଶୟତାନ ଶବ୍ଦଟା ପୁରାତନ ନିୟମରେ ଲିଖିତ ନୁହେଁ, କିନ୍ତୁ ଡେଭିଲ୍ ଶବ୍ଦଟା ନୂତନ ନିୟମରେ, ପୁରାତନ ନିୟମ ମଧ୍ୟରେ ଲେଖା ହେଇଅଛି। ଆଉ ଏହି ମାନଙ୍କର ବିବରଣୀ ଯାହା ମାନେ କହି, ସେମାନଙ୍କର କ୍ୟାରେକ୍ଟରିଷ୍ଟିକ ବା ସେମାନଙ୍କର କାର୍ଯ୍ୟକଳାପ ସମାନ ପରିକା। ଶୟତାନ କିଏ? ଅନେକ ସମୟରେ ପ୍ରଶ୍ନ ଆସେ, ଶୟତାନ କୋଉଠୁ ଆସିଲା, କାହିଁକି ଏ ପ୍ରକାର ଶୟତାନ ମାନଙ୍କୁ ଇଏ କରୁଛି। ଆଉ ଯେତେବେଳେ ମୁଁ ପଢୁଥିଲି, ଲେଖାଯାଏ ବାଇବେଲର କେବଳ ଥରେ କି ଦିଥର ଲୁସିଫରଙ୍କ ନାମରେ ବିବରଣ କରାଯାଏ। ଅନେକ ଲୋକ ଆମେ କହୁ ଲୁସିଫର ହିଁ ଶୟତାନ ବୋଲିକି କହୁ, କିନ୍ତୁ ବାଇବଲ ଏହି ବିଷୟରେ କୌଣସି ଉଲ୍ଲେଖ ଦିଏ ନାହିଁ କି ଲୁସିଫର ଶୟତାନ ବୋଲିକି। କିନ୍ତୁ ଲୁସିଫର ହଉଛି ଈଶ୍ୱରଙ୍କର ସୃଷ୍ଟି। କିନ୍ତୁ ଯେତେବେଳେ ଆମେ ଦେଖୁଛୁ ଯୁଗର ସୃଷ୍ଟି, ଆମେ ମଣିଷ ହିସାବରେ ଆମେ ଯେତେବେଳେ ସୃଷ୍ଟି ହେଲେ, ସୃଷ୍ଟିର ପୂର୍ବରୁ ଲୁସିଫର ଈଶ୍ୱରଙ୍କର ସହିତ ଥିଲା। ଯେତେବେଳେ ଆମେ ଡକ୍ଟ୍ରିନ୍ ଅଫ ଏଞ୍ଜେଲ୍ସ ପଢୁଛୁ, ଦୂତ ମାନଙ୍କ ବିଷୟରେ ପଢୁଛୁ, ଲୁସିଫର ଜଣେ ଦୂତ ଥିଲେ। ଆଉ ବାଇବଲ ଇଜିକେଲ ପୁସ୍ତକରେ ଲେଖାଯାଏ, ତାଙ୍କ ବିଷୟରେ ସୁନ୍ଦର ଭାବେ ବର୍ଣ୍ଣନା କରାଯାଏ ଯେ ଯାହାର ଅର୍ଥ ଲୁସିଫର ଲାଇଟ ବେୟର, ଅର୍ଥାତ ଯିଏକି ଈଶ୍ୱରଙ୍କର ଉପସ୍ଥିତିକୁ ଆଣୁଥିଲେ, ଯିଏକି ବହୁତ ସୁନ୍ଦର ଦେଖା ଯାଉଥିଲେ। ତାଙ୍କର ଅନେକ ପ୍ରକାର ସେ ଜ୍ଞାନରେ ପରିପୂର୍ଣ୍ଣ, ସେ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ, ଅନେକ ପ୍ରକାର ଷ୍ଟୋନ ତାଙ୍କ ମଧ୍ୟରେ ଥିଲା। କିନ୍ତୁ ଯେତେବେଳେ ସେ ପତନ ହେଉଅଛନ୍ତି ତାଙ୍କର ଗର୍ବ ଦ୍ଵାରା, ସେଇ ସମୟରେ ତାଙ୍କର କ୍ୟାରେକ୍ଟରିଷ୍ଟିକକୁ କୁହାଯାଏ ଶୟତାନ।
ସେମାନେ ଗୋଟିଏ ଏଣ୍ଟିଟି ବା ଗୋଟିଏ ବ୍ୟକ୍ତି, କିନ୍ତୁ ତାଙ୍କର କାର୍ଯ୍ୟକଳାପ ଭିନ୍ନ। ଲୁସିଫର କାର୍ଯ୍ୟକଳାପ ଭିନ୍ନ ଥିଲା, କିନ୍ତୁ ଯେତେବେଳେ ସେ ଗର୍ବ କଲା, ଗର୍ବ କରି ପଡିବା ପରେ ଶୈତାନ ବୋଲି ସେ ଖ୍ୟାତ ହେଲା। ଆଉ ସେଇ ଶୈତାନ ଯିଏ କି ଯେତେବେଳେ ବାଇବଲ କହେ ଯେ ତାର ତୃତୀୟାଂଶ, ମତଲବ ଯଦି 100 କୋଟି ଦୂତ ଥିଲେ, ସେଥିମଧ୍ୟରୁ 33 କୋଟି ଦୂତ ସେମାନେ କଣ କଲେ, ଈଶ୍ୱରଙ୍କର ବିପକ୍ଷରେ ଯିବା ଦ୍ୱାରା ସେମାନଙ୍କୁ ପତନ କରାଗଲା। ଆଉ ସେଇ ଶୈତାନ ବିଷୟରେ ଆମେ ଚିନ୍ତା କରୁଛୁ। ଆଉ ପ୍ରେରିତ ପାଉଲ ସେଇ ଶୈତାନ ବିଷୟରେ କହନ୍ତି, ସେଇ ଶୈତାନକୁ ସ୍ଥାନ ଦିଅ ନାହିଁ। ଯଦି ଆମେ ଶୈତାନର ବିଷୟରେ ପଢୁ, କିଏ ଶୈତାନ? ପୁରାତନ ନିୟମର ଅନେକ ବିଷୟ କୁହାଯାଏ ଯେ ସେ ଜଣେ ଡିସିଭର, ମିଛ ବ୍ୟକ୍ତି, ନିନ୍ଦା କରିବା ବ୍ୟକ୍ତି, ଯେ ଈଶ୍ୱରଙ୍କର ଇଚ୍ଛା ବିରୁଦ୍ଧରେ କଥା କୁହେ, ସେ ଶୈତାନ। ଆଉ ଆଜିକାଲି ଜଗତରେ ଯେତେବେଳେ ଆମେ ଚେଷ୍ଟା କରୁଛୁ, ଯେତେବେଳେ ଚିନ୍ତା କରୁଛୁ, ଅନେକ ସମୟରେ ଶୈତାନ ଆଜି ଆମମାନଙ୍କର ଗୃହ ମଧ୍ୟରେ ପ୍ରବେଶ କରେ, ଆମମାନଙ୍କର କାର୍ଯ୍ୟକଳାପରେ ପ୍ରବେଶ କରେ, ଆମମାନଙ୍କର ଯେତେବେଳେ ଆମର ଚିନ୍ତାଧାରା ପ୍ରବେଶ କରେ। କିନ୍ତୁ ଯେତେବେଳେ ମୁଁ ଅନୁସନ୍ଧାନ କରିଥିଲି, ଚିନ୍ତା କରିଥିଲି ଏ ବିଷୟରେ, ଗୋଟେ ବିଷୟ ମୋ ମନକୁ ଆସିଲା, ଶୈତାନ ସର୍ବବ୍ୟାପୀ ନୁହଁ କିମ୍ବା ଶୈତାନ ସର୍ବଜ୍ଞାନୀ ନୁହଁ। ସେ ମଣିଷକୁ ଯେତେବେଳେ ଆମଙ୍କର କାର୍ଯ୍ୟକଳାପକୁ ଦେଖି ଶୈତାନ ଆମକୁ ତାର ପ୍ରଲୋଭନରେ ପକାଏ। ଯଦି ଆପଣମାନେ ପଢିବେ ଆଦି ପୁସ୍ତକ ତାର 3 ପର୍ବ 1 ପଦରେ ଲେଖାଯାଏ, ଗୋଟେ ଓଡିଆରେ ସୁନ୍ଦର ଭାବରେ ସେଠି ବର୍ଣ୍ଣନା କରାହେଇଛି। କି ଜଣେ ପଢିବେ ମତେ ସାହାଯ୍ୟ କରିବେ। ଶୈତାନ କି ପ୍ରକାର ଆମମାନଙ୍କୁ, ସେଠି ଗୋଟେ ଶବ୍ଦ ଲେଖା ହେଇଛି, ଯୋଉ ଶବ୍ଦକୁ ଆମେ ଜାଣିବା ନିହାତି ଜରୁରୀ। କି ଜଣେ ପଢନ୍ତୁ ଆଦି ପୁସ୍ତକ ତାର 3 ପର୍ବ 1 ପଦ। ସଦାପ୍ରଭୁ ପରମେଶ୍ୱରଙ୍କ ନିର୍ମିତ ଭୂଚର ପଶୁମାନଙ୍କ ମଧ୍ୟରେ ସର୍ବାପେକ୍ଷା ଖଳ ଥିଲା। ସେ ନାରୀଙ୍କି କହିଲା, ଆଗୋ ଏ କି ସତ୍ୟ ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ୱର ତୁମକୁ ନିଷେଧ କରିଅଛନ୍ତି? ସୁନ୍ଦର ଭାବରେ ସେଠି ଲେଖା ହେଇଛି ଗୋଟେ ବିଷୟ, ଯେ 3 ପର୍ବ 1 ପଦରେ ଯେ ଗୋଟେ ଶବ୍ଦ, ସେ ନାରୀକୁ କହୁଛନ୍ତି, ଗୋଟେ ଶବ୍ଦ ଉଚ୍ଚାରଣ କରୁଛନ୍ତି, ଆଗୋ ନାରୀ। ଯଦି ଆମେ ଓଡିଆ ଶବ୍ଦରେ ଆଗର ଶବ୍ଦ ବାହାର କରୁ, ତାହେଲେ ଆଗ କିମ୍ବା ଗୋ ଶବ୍ଦଟା ଯେତେବେଳେ ଆମେ ଜଣକୁ ଅଧିକ ପ୍ରେମ କରୁ ବା ଜଣେ ଆମର ଘନିଷ୍ଠ ଲୋକ, ସେଇ ସମୟରେ ଆମେ ଆଗ କିମ୍ବା ଗୋ ଶବ୍ଦର ବ୍ୟବହାର କରୁ। ଆଉ ଶୟତାନ ଯେତେବେଳେ ହବାକୁ ପ୍ରଲୋଭନରେ ପକେଇବା ପାଇଁ ଚାହୁଁଛନ୍ତି, ସେ ଗୋଟେ ବିଷୟ ବ୍ୟବସ୍ଥା କରୁଛନ୍ତି ଯେ ଆଗ ନାରୀ, ଅର୍ଥାତ ଗୋଟେ ପ୍ରେମର ସହିତ। ଅନେକ ସମୟରେ ଆମେ ଖ୍ରୀଷ୍ଟିଆନ ବିଶ୍ୱାସିନୀ ଭାବରେ ଆମେ ଗୋଟେ ବିଷୟ କରୁ, ଯେତେବେଳେ ଆମକୁ କୌଣସି ଗୋଟେ ଭଲ ବିଷୟ ଦେଖାଯାଏ, ତା ପ୍ରତି ଆମେ ଆକୃଷ୍ଟ ହେଇଯାଉ। ଇଂରାଜୀରେ ଗୋଟେ ଶବ୍ଦ କୁହାଯାଏ ଯେ ଏଭ୍ରି ଗୁଡ୍ ଥିଙ୍ଗସ୍ ଇଜ ନଟ୍ ଗଡ୍ସ ୱିଲ୍, ବଟ୍ ଏଭ୍ରି ଗଡ୍ସ ୱିଲ୍ ଇଜ ନଟ୍ ଗୁଡ୍ ଥିଙ୍ଗସ୍ ବୋଲି କୁହାଯାଏ। ଯେ ଯଦି ଆପଣମାନେ ସବୁ ଭଲ ବିଷୟରେ ପରମେଶ୍ୱରଙ୍କର ଇଚ୍ଛା ନଥାଏ, କିନ୍ତୁ ଯୋଉ ଜାଗାରେ ପରମେଶ୍ୱରଙ୍କର ଇଚ୍ଛା ଥାଏ, ସେ ବିଷୟ ଭଲ ହିଁ ହୁଏ। ଅନେକ ସମୟରେ ଶୈତାନ ଆମକୁ ଏ ପ୍ରକାର ଦେଖାଯାଏ, ଏ ପ୍ରକାର ଶବ୍ଦ ବ୍ୟବହାର କରେ, ଆଗୋ ନାରୀ, ମୋର ପ୍ରିୟତମ, ବିଭିନ୍ନ ପ୍ରକାର ଶବ୍ଦ ସେ କଣ କରେ, ବ୍ୟବହାର କରେ, ଯୋଉଟା ଆମେ ମାନେ ଚାହୁଁ ସେ ଶବ୍ଦ ଶୁଣିବା ପାଇଁ। କାରଣ ଶୈତାନ ସୃଷ୍ଟିର ପୂର୍ବରୁ ଥିଲା, ଆମେ ସୃଷ୍ଟ ପରେ ଆସିଅଛୁ। ଶୈତାନର ଅଭିଜ୍ଞତା ଆମଠୁ ଅଧିକ, ଆଉ ସେ ଲୋକଙ୍କୁ ଜାଣିଛି କି ପ୍ରକାର ଭାବରେ ପ୍ରଲୋଭନ କରିବା ପାଇଁ। ଆଉ ଶୈତାନ ପ୍ରଥମ ଚାତୁର୍ୟ ଥିଲା, ସେ କି ପ୍ରକାର ଭାବରେ ମଣିଷକୁ ପ୍ରଲୋଭନ କରିବ। ଆଉ ଏହି ସ୍ଥାନରେ ଯୋଉ ଶୈତାନକୁ ସ୍ଥାନ ଦିଆଯାଏନି, କୁହାଯାଉଛି କି ପ୍ରକାର ଭାବେ ଆଜିକାଲି ଜଗତରେ, ଆଜିକାଲି ମଡର୍ଣ୍ଣ ୱାର୍ଲଡରେ ଆମେ କି ପ୍ରକାର ଭାବେ ଶୈତାନକୁ ସ୍ଥାନ ଦଉଅଛୁ, କେଉଁ ହିସାବରେ ଶୈତାନ ଆମକୁ ତାର ଷ୍ଟ୍ରାଟେଜିରେ ପକାଉଛି। ପ୍ରଥମ ବିଷୟ ଆମେ ଦେଖୁ, ଯେତେବେଳେ ଆମମାନଙ୍କର ଆଧ୍ୟାତ୍ମିକ ଯୁଦ୍ଧରେ, ଆମମାନଙ୍କର ଯେତେବେଳେ ଆମେ ପରିବାରରେ ପ୍ରାର୍ଥନା କରୁଛୁ, ମଣ୍ଡଳୀରେ ପ୍ରାର୍ଥନା କରୁଛୁ, ଶୈତାନ କଣ କରୁଛି, ଆମମାନଙ୍କ ଭିତରେ ପଶଉଛି। ଆମ ସାଇଡରେ ଗୋଟେ ବିଷୟ କରନ୍ତି, ମା ମାନେ କଣ କରିବେ, ଧାନ ଶୁଖେଇଥିବେ। ଧାନ ଯେତେବେଳେ ଶୁଖେଇଥିବେ, ସେମାନେ କଣ କରିବେ, ଗାଈ ବଳଦ ଧାନ ଖାଇ ନ ଦଉ ବୋଲିକି ଜଗି ବସିଥିବେ। ଯଦି ଟିକେ ଏପଟେ ସେପଟେ କରିବେ, ଗାଈ ପଳେଇ ଆସିଲେ କଣ କରିବ, ଗାଈ ଧାନ ଖାଇଦେବ। ତ ଶୈତାନ ଏଇ ପ୍ରକାର ଭାବେ କଣ କରୁଛନ୍ତି, ଯେ ଆମେ ଜାଗ୍ରତ ଯେତେବେଳେ ନ ହଉଛୁ, ଶୈତାନ ଆମକୁ ଗୃହ ମଧ୍ୟରେ ପଶି ଯାଉଛି। ଥଣ୍ଡା ସମୟରେ ଯଦି ଆପଣ କେବେ ମାନେ କବାଟ ଖୋଲିଛନ୍ତି, ମତେ ମନେ ପଡୁଛି, ଥଣ୍ଡା ସମୟରେ ଯଦି ଆମେ ଗୋଟେ ଘରେ କମଲ ଘୋଡା ଘୋଡେଇ ବସିଛୁ, ହଠାତ୍ ଯଦି କିଏ କବାଟ ଖୋଲିଦେଲା ଆଉ ବନ୍ଦ ନ କଲା, ଆମେ କଣ କରୁ, ପାଟି କରୁ, ଏ କବାଟ ଟିକେ ବନ୍ଦ କର, ଯେହେତୁ ଥଣ୍ଡା ପବନ ପଳେଇ ଆସୁଛି। ଯଦି ଟିକେ ସ୍ଥାନ ବି ଥିବ, ହଠାତ୍ ଟିକେ ଯଦି ଝରକା ଖୋଲା ହେଇଛି, କବାଟ ଟିକେ ଖୋଲା ହେଇଛି, କଣ କରିବେ, ଥଣ୍ଡା ପବନ ଘର ଭିତରକୁ ପଳେଇ ଆସେ। ଖ୍ରୀଷ୍ଟିଆନ ଜୀବନ ମଧ୍ୟରେ ସମାନ ସେହି ପ୍ରକାର। ଯଦି ଆମେ ଶୈତାନକୁ ଟିକେ ମଧ୍ୟ, ସେହି ଯୋଗୁଁ ହିବ୍ରୁ ଲେଖା ଅଛି, ଡୋଣ୍ଟ ଗିଭ୍ ଫୁଟ ହୋଲ୍ଡ ଟୁ ଦ ପ୍ଲେସ୍। ଆପଣମାନଙ୍କୁ ବଡ ଜାଗା, ଗୋଟେ ଘର ଭଳିଆ ଜାଗା ଦେବାକୁ ଦରକାର ନାହିଁ। ଫୁଟ ହୋଲ୍ଡ, ଯୋଉଟା ଆପଣଙ୍କର ପାଦ ରହିପାରିବ, ଯୋଉ ଜାଗାରେ ଆପଣ ଗୋଟେ ହାତ ପୁରେଇ ପାରିବେ, ସେତିକି ଜାଗା ଶୈତାନକୁ ଦରକାର ଆପଣଙ୍କ ଜୀବନକୁ ନଷ୍ଟ କରିବା ପାଇଁ। ପ୍ରଥମ ବିଷୟ ଯୋଉଟା ଏଫିସିୟ ମଣ୍ଡଳୀର ଲୋକ କରୁଛନ୍ତି,
आजिकली जदि आम जगत देखुछु ମୁଁ ଜଣେ ୟୁଟ୍ୟୁବର ସହିତ କଥାବାର୍ତ୍ତା ହଉଥିଲି ସେ ମତେ କହୁଥିଲେ କି ଯେ ୟୁ ସୁଡ୍ ନଟ୍ ୱେର ବ୍ଲାକ୍ ୱାଚ୍ ସେ ମତେ କହିଲେ କି ଯେ କଳା ଘଡି ପିନ୍ଧିବା କଥା ନୁହଁ ଯଦି କଳା ଘଡିରେ ଯଦି ଆପଣ ପିନ୍ଧୁଛନ୍ତି ଆପଣ ସମସ୍ତେ ଆପଣଙ୍କ ଘରକୁ ନେଇ ଆସନ୍ତି କିନ୍ତୁ ମୁଁ ଆଜି କଳା ଘଡି ଆଗ ପିନ୍ଧିକି ଆସିଛି ଯେହେତୁ ମୋ ଯୀଶୁ ମତେ କହୁନାହାନ୍ତି କଳା ଘଡି ପିନ୍ଧ କି ନାଲି ଘଡି ପିନ୍ଧ ଲୋକଙ୍କର ବିଶ୍ୱାସ କି ପ୍ରକାର ଆଜିକାଲି ଆମେ ଦେଖୁଛୁ ଏଷ୍ଟ୍ରୋଟକ୍ ବୋଲିକରି ଇଣ୍ଡିଆରେ ଗୋଟେ ବିଷୟ ବାହାରିଛି ବହୁତ ଯାହାର ମାର୍କେଟ ଭ୍ୟାଲ୍ୟୁ ବହୁତ ଅଧିକା ଲୋକ କଣ କରୁଛନ୍ତି ମୋର ଗର୍ଲଫ୍ରେଣ୍ଡ କେବେ ହେବ ମୁଁ କେବେ ବାହା ହେବି ଆମେ କଣ କରୁଛୁ ଗ୍ରହ ନକ୍ଷତ୍ରକୁ ଦେଖିକି ଆମଙ୍କର ଭବିଷ୍ୟତ ବିଷୟ ଆମେ ଚିନ୍ତା କରୁଛୁ ଆଉ ସେଇ ସମାନ ବିଷୟ ଗୁଡାକ ଏଫିସିୟ ମଣ୍ଡଳରେ ଲୋକମାନେ କରୁଥିଲେ ଆଉ ସେଇ ସମାନ ବିଷୟକୁ ମନେ ରଖିକି ପ୍ରେରିତ ପାଉଲ କଣ କରିଛନ୍ତି ଶୟତାନକୁ ସ୍ଥାନ ଦିଅ ନାହିଁ ଆମମାନଙ୍କର ଜୀବନ ମଧ୍ୟରେ ଯୋଉ ଆମେ ଆତ୍ମିକ ବିଷୟ କରୁଛୁ ବାଇବେଲ ଅନେକ ବିଷୟ କହେ ଯେତେବେଳେ ଆମେ ପରମେଶ୍ୱରଙ୍କ ସହିତ ଲାଗିବା ପାଇଁ ଚେଷ୍ଟା କରୁ ଅନେକ ପ୍ରକାର ବାଧା ବିଘ୍ନ ଆସେ ଶୟତାନ ଆମମାନଙ୍କୁ ଭିନ୍ନ ପ୍ରକାର ବିଷୟ ମଧ୍ୟକୁ ନେଇଯାଏ ଆଉ ଆଜି ସେଇ ପ୍ରକାର ବିଷୟ ହଉଛି ଦ୍ୱିତୀୟ ବିଷୟ ମୁଁ କହିବା ପାଇଁ ଚାହେଁ ଯାହାକି ଆଜିକାଲିର ଯୁବା ଯୁବତୀ ମାନେ ଅଧିକା ସମୟ ବିତାଉଛନ୍ତି ସେମାନଙ୍କ ମଧ୍ୟରେ ମୁଁ ଗୋଟେ ଯୁବା ଅଟେ ମୁଁ ମଧ୍ୟ ଜାଣିଛି କି ପ୍ରକାର ହୁଏ ଆମେ ପ୍ରଲୋଭନରେ ଇମୋରାଲିଟି ମୁଁ ଟିକେ ଅଧିକା ଗୁରୁତ୍ୱପୂର୍ଣ୍ଣ ବିଷୟ କହିବି ଆପଣ ମାନେ ଦୁଃଖ କରିବେନି କି ଖରାପ ବୁଝିବେନି କିନ୍ତୁ ମୁଁ ଚାହେଁ ପ୍ରଭୁ ଆମମାନଙ୍କୁ ଯୋଉ କଥା କହିବା ପାଇଁ ଚାହାନ୍ତି ତାହା ମାନେ ଶୁଣିବା ନିତାନ୍ତ ଜରୁରୀ ଏହା ପ୍ରଭୁ ଆମମାନଙ୍କୁ କଥା କହୁଅଛନ୍ତି ଆଜିକାଲି ଆମମାନଙ୍କ ଜୀବନରେ ମାନେ ଲଷ୍ଟ ବା ଟେମ୍ପଟେସନ ଇମୋରାଲିଟି ଯାହାକୁ ଆମେ କହୁ ଯୌନ ସମ୍ପର୍କ ରଖିବାର ଅଧିକା ସମୟ ଲୋକମାନେ ବିତାଉଛନ୍ତି ଲୋକ ପାଗଳ ପ୍ରାୟ କିନ୍ତୁ ବାଇବେଲ କହେ କି ଯେ ଆମେ ଈଶ୍ୱରଙ୍କୁ ଧାରଣ କରିଅଛୁ ପୁରାତନ ବିଷୟ ସବୁ କଣ ହେଇଛି ଲୋପ ପାଇଅଛି ଯଦି ଆପଣ ମାନେ ସୋସିଆଲ ମିଡିଆ ଆପ ୟୁଜ କରୁଛନ୍ତି ମୋଷ୍ଟ ପ୍ରୋବାବଲି ସମସ୍ତେ ଆମେ ସୋସିଆଲ ମିଡିଆ ଆପ ୟୁଜ କରୁଛୁ ଯଦି ମୁଁ ଇନଷ୍ଟାଗ୍ରାମ କଥା କହିବି ଇନଷ୍ଟାଗ୍ରାମ ର ଆଲଗୋରିଦମ ବିଷୟରେ ଆମେ ପଢୁଥିଲି ଇନଷ୍ଟାଗ୍ରାମ କି ପ୍ରକାର ଚଳେ ଯେତେ ଦିନ ପର୍ଯ୍ୟନ୍ତ ଆମେ ଅଧିକ ସମୟ ଇନଷ୍ଟାଗ୍ରାମ ରେ ଦଉଛୁ ବା ୟୁଟ୍ୟୁବ ରେ ଦଉଛୁ ବା ଫେସବୁକ ରେ ଦଉଛୁ ସେମାନେ ଅଧିକା ପଇସା ରୋଜଗାର କରୁଛନ୍ତି ଆଉ ଇନଷ୍ଟାଗ୍ରାମ ରେ ସବୁଠୁ ବେଶୀ ସେନ୍ସିଟିଭ କମେଣ୍ଟ ଆସେ ବା ସେନ୍ସିଟିଭ କଣ୍ଟେଣ୍ଟ ଆସେ ଆଜିକାଲି ଆମେ କେଉଁ କଣ୍ଟେଣ୍ଟ ଆମମାନଙ୍କ ଜୀବନରେ ଆମେ ଗ୍ରହଣ କରୁଛନ୍ତି ତାହା ଡିପେଣ୍ଡ କରେ ଅନେକ ସମୟରେ ମୁଁ ଗୋଟେ ବିଷୟ ମାର୍କ କରିଥିଲି ଯେତେବେଳେ ଇନଷ୍ଟାଗ୍ରାମ ବିଷୟରେ ଚିନ୍ତା କରୁଥିଲି ମୁଁ 50ଟା ଫଟୋ ଉଠେଇବି ସେଥିରେ ଭିତରୁ ଗୋଟେ ଫଟୋ ଯୋଉଟା ଭଲ ଥିବ ସେଇଟା ମୁଁ କଣ କରିବି ଇନଷ୍ଟାଗ୍ରାମ ରେ ଅପଲୋଡ କରିବି କିମ୍ବା ଫେସବୁକ ରେ ଅପଲୋଡ କରିବି ଆପଣ ମାନେ ସେମିତି କରନ୍ତି ନା ନା ଯୋଉ ଫଟୋ ଚାହିଁଲେ ସେ ଫଟୋ ଅପଲୋଡ କରନ୍ତି ଆମେ ଯେହେତୁ ହିସାବରେ ଆମେ କୌଣସି ଜାଗାରେ ବୁଲିବା ପାଇଁ ଚାହୁଁଛୁ ଆମେ କଣ କରୁ 100ଟା ଫଟୋ ଉଠେଇବା ଯୋଉଟା ଭଲ ଟିକେ ଏଡିଟିଂ ହେବ ଟିକେ ଲାଇଟନିଂ ଦିଆଯିବ ତାପରେ ଆମେ କଣ କରୁ ସେଟାକୁ ପୋଷ୍ଟ କରୁ ଇନଷ୍ଟାଗ୍ରାମ ଲୋକଙ୍କୁ ଦେଖେଇବା ପାଇଁ ଆମେ କଣ କରୁଛୁ ଅନେକ ସମୟରେ ବ୍ୟବହାର କରୁ ଏଇଠି ଗୋଟେ ଦୁବାଇରେ ଗୋଟେ ସେମିନାର ହେଇଥିଲା ଇନଷ୍ଟାଗ୍ରାମ ଏସବୁ ବିଷୟକୁ ନେଇକି ଜଣେ ବ୍ୟକ୍ତି କହିଲେ କି ଯେ ଇନଷ୍ଟାଗ୍ରାମ ଭିଜିବଲ ପର୍ସନାଲିଟି मतलब ଆପଣଙ୍କୁ ଏମିତି କରିଦେବ ଇନଷ୍ଟାଗ୍ରାମ ବା ୟୁଟ୍ୟୁବ ବା ଫେସବୁକ ଜଣେ ଭାବିବେ ଯେ ମୁଁ ହିଁ ଗରିବ ମୋ ପାଖରେ କିଛି ନାହିଁ ମୋର କନଫିଡେନ୍ସ ଲେଭେଲ ଟା ତଳକୁ ପଳେଇ ଯାଉଛି ଲୋକମାନେ କଣ କରନ୍ତି ବ୍ରାଣ୍ଡେଡ ୱାଚ୍ ପୋଷ୍ଟ କରିବେ ଭଲ ଭଲ ବିଷୟ ପୋଷ୍ଟ କରିବେ ଭଲ ବିଷୟ ଭଲ ଦେଖାଯାଉଥିବା ବିଷୟ ହିଁ ପୋଷ୍ଟ କରିବେ କିନ୍ତୁ ରିଆଲିଟି ସମଥିଙ୍ଗ ଡିଫରେଣ୍ଟ ଆଉ ଆଜି ଆମେ ସେଇ ଜାଗାରେ କଣ ହେଇଛୁ ଆମମାନଙ୍କ ଜୀବନକୁ ମାତି ଯାଇଅଛୁ ଆଉ ଶୈତାନର ସବୁଠୁ ବଡ ଟୁଲ ଆଜି ହଉଛି ସୋସିଆଲ ମିଡିଆ ଆଉ ଆମେ କେଉଁ ପ୍ରକାର ଡକ୍ୟୁମେଣ୍ଟ କଲେକ୍ଟ କରୁଛୁ କୋଉ ପ୍ରକାର ଡେଟା ଆମେ କନଜ୍ୟୁମ କରୁଛୁ ପ୍ରତିଦିନ କୋଉ ପ୍ରକାର ଭିଡିଓ ଦେଖୁଛୁ ତହିଁ ଉପରେ ସମାନ ଦିଏ କି ଯେ ଆମେ କି ପ୍ରକାର କଣ ଡାଟା ଆମେ କନଜ୍ୟୁମ କରୁ ତୃତୀୟ ବିଷୟ ମ୍ୟାଟେରିଆଲିଜମ ଆଣ୍ଡ ଏଡଲ୍ଟରି ଆମେ ଅନେକ ସମୟରେ ଆଜିକାଲି ଯେହେତୁ ଅଛି ମୁଁ ବହୁତ ଲୋକ ଦୁବାଇରେ ଚେଷ୍ଟା କରନ୍ତି ସେମାନେ କୋଉ ବଡ କାର ଦେଖେଇବା ପାଇଁ ଇଣ୍ଡିଆରେ ଗୋଟେ ବିଷୟ ଅଛି କି ଯେ ଆଜିକାଲି ୟୁଟ୍ୟୁବ ମାନେ ଆମେ ବଡ କାର ନେବୁ ବ୍ରାଣ୍ଡେଡ କପଡା ପିନ୍ଧିବୁ ବ୍ରାଣ୍ଡ ର ନାଁ ଧରିକି କହିବେ ପ୍ରଭୁ ଚାହାନ୍ତି ଆମେ ଭଲ କପଡା ପିନ୍ଧୁ ଭଲ ଗାଡି ଚଲଉ କିନ୍ତୁ ଲୋକଙ୍କୁ ଦେଖେଇବା ପାଇଁ ନୁହଁ ଲୋକଙ୍କୁ ଡିମୋରାଲାଇଜ କରିବା ପାଇଁ ନୁହଁ କିନ୍ତୁ ଆଜିକାଲି ଯୁବା ଯୁବତୀ ମାନେ ଏଇ ସବୁ ବିଷୟ ନିଜ ଜୀବନକୁ ଅତିବାହିତ କରୁଛନ୍ତି ଚତୁର୍ଥ ବିଷୟ ମୁଁ କହିବା ପାଇଁ ଚାହେଁ ଆଉ ଗୋଟେ ବିଷୟ ଯେ ଆମେମାନେ ଅଧିକତର ଆମମାନଙ୍କ ଜୀବନକୁ ଏଣ୍ଟରଟେନମେଣ୍ଟ ଦୁନିଆକୁ ବିତେଇ ଦଉଛୁ ଯେତେବେଳେ ମୁଁ ଗୋଟେ ପଡକାଷ୍ଟ ଦେଖୁଥିଲି ସେଇଠି କୁହାଯାଏ ଆପଣ ମାନେ ବି ଦେଖିପାରିବେ ୟୁଟ୍ୟୁବରେ ଇଟ୍ସ ଜଷ୍ଟ ମ୍ୟୁଜିକ ବୋଲିକି ଅନେକ ସମୟରେ ଆମେ ହଲିଉଡ ର ସିଙ୍ଗର ଗୁଡାକୁ ବଲିଉଡ ର ସିଙ୍ଗର ଗୁଡାକୁ ପସନ୍ଦ କରୁ କିନ୍ତୁ ଆପଣ ଜାଣିଛନ୍ତି ଯେତେବେଳେ ଗୋଟେ ମୁଭି ତିଆରି ହୁଏ ଗୋଟେ ମୁହୁରତ ବୋଲି ବାହାର କରାଯାଏ ଯୋଉ ମୁହୁରତରେ ଅନେକ ଲୋକ ସେମାନେ କଣ କରନ୍ତି ସେ ମୁଭିର ବିଷୟକୁ ଗୋଟେ ଶୟତାନଙ୍କୁ ସେମାନେ ତାଙ୍କର ବଳି ଉତ୍ସର୍ଗ କରନ୍ତି ଡେଡିକେସନ ଦିଆଯାଏ ତାପରେ ସେଇ ମୁଭିକୁ ପର୍ଦ୍ଦାକୁ ଆସେ ସେ ମୁଭି
ଅନେକ ବଲିଉଡ ବା ହଲିଉଡ ସିଙ୍ଗର ମାନେ ସେମାନେ କଣ କରନ୍ତି ନିଜର ଆତ୍ମାଙ୍କୁ ସେମାନେ ଶୈତାନଙ୍କୁ ବିକ୍ରି କରିଦଉଛନ୍ତି। there is a society called secret society ଯାହାକୁ ଆମେ ଇଲୁମିନାଟି ବୋଲିକି ଶୁଣିଥିବା ବହୁତ ସମୟ। ସେଟା କେତେ ଦୂର ସତ ମୁଁ ଜାଣିନି, କିନ୍ତୁ ଯେତେବେଳେ ଆମେ ସେଇ ବିଷୟରେ ମୁଁ ଷ୍ଟଡି କରୁଥିଲି ଦେଖିଲି କି ଯେ ବହୁତ ବଡ ବଡ ଷ୍ଟାର ମାନେ ଫେମସ ହେବା ପାଇଁ, ଅର୍ଥ ପାଇବା ପାଇଁ ସେମାନେ ନିଜ ନିଜର ଆତ୍ମାକୁ ବିକ୍ରି କରିଦଉଛନ୍ତି। ସେନ୍ ଲିଞ୍ଚ ବୋଲି ଜଣେ ଗୋସ୍ପେଲ ଗାୟକ ୟୁକେ ର, ସେ ଗୋଟେ ବିଷୟ କହୁଥିଲେ ଯେ ଯେତେବେଳେ ଜଣେ ଜଣେ ବଡ ବଡ ସେଲିବ୍ରିଟି ଯୋଉମାନେ ବଡ ବଡ ଗାୟକ ମାନେ ସେମାନେ ନିଜ ଗୀତକୁ ଫେମସ କରିବା ପାଇଁ ସେମାନେ କଣ କରନ୍ତି ତାଙ୍କର ପ୍ରଥମ ସିଡି କୁ ନେଇକି ଶୈତାନଙ୍କୁ ସମର୍ପଣ କରନ୍ତି। ଆପଣମାନେ ଶୁଣିଥିବେ ଶୈତାନିକ ଟେମ୍ପଲ ବିଷୟରେ, ଶୈତାନିକ ଚର୍ଚ୍ଚ ବିଷୟରେ ଶୁଣିଥିବେ, ଶୈତାନ ଗୃହ ବିଷୟରେ ଶୁଣିଥିବେ। ସେମାନେ କଣ କରନ୍ତି ନିଜର ମ୍ୟୁଜିକ ଯାଇକି ଶୈତାନଙ୍କୁ ସମର୍ପଣ କରୁଛନ୍ତି, ଆଉ ସେଇ ମ୍ୟୁଜିକ ଆମେ କଣ କରୁଛୁ ଶୁଣୁଛୁ। ଯଦ୍ୱାରା ଆମେ ନିଜ ଜୀବନ କଣ କରୁଛୁ ଏଇ ମ୍ୟୁଜିକ ରେ ଏମିତି କରାଗଲା ସେମିତି କରାଗଲା ବୋଲି ଆମେ ଶୁଣୁଛୁ। ଆମେ ଅଧିକତର ମୋଟିଭେସନାଲ ସ୍ପିକର ମାନଙ୍କୁ ଶୁଣୁଛୁ। ଲୋକ କହନ୍ତି କି ଯେ ଦିଲ କି ସୁନୋ, ଅନେକ ସମୟରେ ଆମେ ଶୁଣିଥିବା ଆପଣ ଦିଲ କି ସୁନୋ, ଆମର ହୃଦୟ କଣ କହୁଛି ତାହା ଶୁଣ ବୋଲି ଆମେ ଶୁଣିଥିବା। କିନ୍ତୁ ବାଇବଲ ଆମକୁ ତାହା କହେ ନାହିଁ। ବାଇବଲ କହେ ଈଶ୍ୱରଙ୍କୁ ଶୁଣ, ବାଇବଲକୁ ଶୁଣ। ଚତୁର୍ଥ ବା ପଞ୍ଚମ ପଏଣ୍ଟ ମୁଁ ଗୋଟେ ବିଷୟ କହିବା ପାଇଁ ଚାହେଁ ଯେ ଆଜିକାଲି ଶୈତାନ ମାନଙ୍କୁ ଫଲ୍ସ ପ୍ରିଚିଂ, ଭଣ୍ଡ ଭାବବାଦୀ ମାନଙ୍କ ଦ୍ଵାରା ଆଉ ଭଣ୍ଡ ପ୍ରଚାରକ ମାନଙ୍କ ଦ୍ଵାରା ମଧ୍ୟ ଆମମାନଙ୍କ ଗୃହରେ ପ୍ରବେଶ କରୁଅଛି। ଅନେକ ପାଳକ ମାନେ ଅଛନ୍ତି ଯୋଉମାନଙ୍କର ଉଦ୍ଦେଶ୍ୟ ଭିନ୍ନ ରହେ ପ୍ରଚାର କରିବା ପାଇଁ। ଅନେକ ଭାବବାଦୀ ମାନେ ଅଛନ୍ତି ସେମାନେ ନିଜକୁ ଶୋ କରିବା ପାଇଁ, ଅର୍ଥ ରୋଜଗାର କରିବା ନିମନ୍ତେ, ନିଜକୁ ଅଧିକ ବଡପଣ ଦେଖେଇବା ନିମନ୍ତେ ସେମାନେ କଣ କରନ୍ତି ନା ଭବବାଦୀ କହନ୍ତି। କିନ୍ତୁ ଏହା ଈଶ୍ୱରଙ୍କ ଠାରୁ ଆଗତ ନୁହଁ। ମୋ ପ୍ରିୟ ବନ୍ଧୁଗଣ, ଅନେକ ପାଷ୍ଟର, ଜଣେ ପାଷ୍ଟରଙ୍କ ମୁଁ ଅନେକ ବିଷୟ ଯାହା ମୁଁ ଆପଣଙ୍କୁ କହୁଛି ମୁଁ ଅଙ୍ଗେ ନିଭେଇଛି, ଦେଖିଛି। ଆଉ ସେଇ ଦ୍ଵାରା ବୋଧେ ଯେତେବେଳେ ମୁଁ ପଢୁଥିଲି ପ୍ରଭୁ ସେଠି ମତେ ଷ୍ଟପ୍ କଲେ, ରିଡ୍ ଆବାଉଟ ଇଟ୍, ପଢ ଏଇ ବିଷୟକୁ ନେଇକି। ଜଣେ ପାଷ୍ଟରଙ୍କୁ ମୁଁ ଦେଖୁଥିଲି, ସେ ପାଷ୍ଟର କହିଲେ ମୁଁ ଜଣେ ଗେ ପାଷ୍ଟର ବୋଲିକି, ଅର୍ଥାତ୍ ସମଲିଙ୍ଗୀ ପାଷ୍ଟର। ପ୍ରଭୁ ନର ନାରୀ କରି ଆମମାନଙ୍କୁ ସୃଷ୍ଟି କରିଛନ୍ତି, ତା ଛଡା ଅନ୍ୟ କୌଣସି ବିଷୟ ନାହିଁ। କିନ୍ତୁ ଆଜିକାଲି ଜଗତ ଜଣେ ପାଳକ କହୁଛନ୍ତି କି ଯେ ଗେ ପାଷ୍ଟର। ଆପଣ ୟୁଟ୍ୟୁବରେ ଦେଖିପାରିବେ ସେ ପାଳକ ଜଣେ ଜଣେ ପୁରୁଷକୁ ବିବାହ କରିଛନ୍ତି। ଏ ପ୍ରକାର ପ୍ରଚାରକ ମାନଙ୍କୁ, ଏ ପ୍ରକାର ଭାବବାଦୀ ମାନଙ୍କୁ ଆଜିକାଲି ଆମେ ଦେଖୁଅଛୁ। ଅନେକ ସମୟରେ ଆମମାନେ ପାଳକ ମାନଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରୁ, ସେମାନେ ଯାହା କହିଲେ ତାହା ଶୁଣୁ। କିନ୍ତୁ ମୁଁ ଗୋଟେ ବିଷୟ ଚିନ୍ତା କରିବା ପାଇଁ ଚାହେଁ, ଗୋଟେ ବିଷୟ ମାନଙ୍କୁ କହିବା ପାଇଁ ଚାହେଁ, ଯାହା ମୁଁ ନିଜ ଜୀବନରେ ଅନୁଭବ କରିକି ଯେ ଏହି ବିଷୟ ନିତାନ୍ତ ଜରୁରୀ। ଆମେ ଜଣେ ପାଳକକୁ ଶୁଣିବା ପରେ, ଆମେ ପାଳକକୁ ଦେଖିବା ପରେ, ଭାଓବାଦୀ ମାନେ ଆମମାନଙ୍କ ଉପରେ ଭବିଷ୍ୟତ ବାଣୀ କଲା ପରେ ଆମେ ଈଶ୍ୱରଙ୍କୁ ପଚାରୁ ଯେ ଏହା ତୁମ ଠାରୁ ଆଗତ କି ବୋଲିକି। ଆମେ କେତେ ସମୟ ପରମେଶ୍ୱରଙ୍କ ଠାରେ ବିତଉଛୁ ଟ୍ୟାକ୍ସ ପାଇଁ। ଆଉ ଦୁନିଆର କାର୍ଯ୍ୟରେ ଆମେ ଏତେ ମାତି ଯାଇଛୁ ଆଜିକାଲି ଯେ ଆମେ କଣ କରୁଛୁ ଶୈତାନଙ୍କୁ ସ୍ଥାନ ଦେଉଅଛୁ। ଆଉ ଆଜିକାଲି ମୁଁ କହିବା ପାଇଁ ଚାହେଁ ଯେ ଅନେକ ପରିବାରରେ ଆଜିକାଲି ଯୁବା ଯୁବତୀ ମାନେ ଡିପ୍ରେସନକୁ ପଳେଇ ଆସୁଛନ୍ତି। କାହିଁକି? କେବଳ ଲୋକଙ୍କୁ ଦେଖିବା ପାଇଁ, ନିଜକୁ ପ୍ରୁଭ କରିବା ପାଇଁ ମାତାଲ ହେଇଯାଇଛନ୍ତି, ବ୍ରେଣ୍ଡରେ ପଛେ ପଡିଛନ୍ତି, ପଇସା ପଛେ ପଡିଛନ୍ତି, ଗାଡି ପଛେ ପଡିଛନ୍ତି। ଆଉ ପୁରୁଷ ମାନେ ସେମାନେ କଣ କରୁଛନ୍ତି ପରିବାର ମଧ୍ୟରେ ଗୋଟେ ବିଭେଦ ସୃଷ୍ଟି ହଉଛି। ଶୈତାନ ଆଜି ଆମମାନଙ୍କ ଜାଗାରେ ଆମେ ଫାଟ ଦେଇଅଛୁ, କିନ୍ତୁ ସେ କଣ କରୁଛି ଆମ ସମ୍ମୁଖରେ ମେଜ ସଜାଇ ଅଛି, ବଢିଆ ବଢିଆ ଖାଇବାଟା ରଖା ହେଇଛି, କିନ୍ତୁ କିଏ ଖାଉଛି ଆମର ଖାଇବାଟା? ଶୈତାନ ଖାଉଛି। ବିକଜ वी हैव गिवन ए चेयर, ଯୋଉ ବସିବା ଡାଇନିଂ ଟେବୁଲ ଟା ଆମେ କଣ କରୁଛୁ ଶୈତାନଙ୍କୁ ଦେଇଛୁ। ଆମେ ପଛେ ପଛେ ଛିଡା ହେଇକି ଦେଖୁଛୁ, ତୁ ଖାଉଥା ମୁଁ ଦେଖିବି। ପ୍ରେରିତ ପାଉଳ ବହୁତ ସତର୍କତା ସହିତ ସେ ଜାଣିଥିଲେ କି ଯେ ବିଶ୍ୱାସୀ ମାନେ ଏହି ସବୁ ବିଷୟ ଦ୍ୱାରା ତଳକୁ ପଡିଯିବେ। ସେଥିପାଇଁ ସେ ଗୋଟେ ବିଷୟ କହିଲେ, ପୁଣି ଶୟତାନକୁ ସ୍ଥାନ ଦିଅ ନାହିଁ। ମୋ ପ୍ରିୟ ବନ୍ଧୁଗଣ, ଅନେକ ସମୟରେ ଧର ଆମେ କଥାବାର୍ତ୍ତା ହଉଛି ଏଇ ସବୁ ବିଷୟରେ, ପ୍ରଭୁ ଆମକୁ କହିବା ପାଇଁ ଚାହାନ୍ତି ଆମମାନଙ୍କ ଜୀବନରେ ଆମେ ଝୁଣ୍ଟି ପଡିଅଛୁ। ଆମଙ୍କର କର୍ମ କ୍ଷେତ୍ରରେ, ଆମମାନଙ୍କର କାର୍ଯ୍ୟରେ ଆମେ କଣ କରିଛୁ ଏଇ ସବୁ ବିଷୟକୁ କରୁଅଛୁ। ଅନେକ ସମୟରେ ଆମେ ଅଜାଣତରେ କାହାର କହିବା ଦ୍ଵାରା ଆମେ ଏଇ ସବୁ ବିଷୟରେ ଶୈତାନକୁ ସ୍ଥାନ ଦେଇଅଛୁ। ମୁଁ ନିଜେ ମଧ୍ୟ ତାର ଭୋଗୀ। ଅନେକ ସମୟରେ ଜଣେ ବ୍ୟକ୍ତିଙ୍କୁ ମୁଁ ବିଶ୍ୱାସ କଲି, ଭାବିଲି କି ସବୁ ବିଷୟ ମୋ ପ୍ରତି ଭଲ ହଉଛି, ଯେତେବେଳେ ଆମେ ଭଲ ହୁଏ ଆମେ ଭାବୁଛେ ଏହା ଈଶ୍ୱରଙ୍କ ଠାରୁ ଆଗତ ନା। କିନ୍ତୁ ଆମେ ଈଶ୍ୱରଙ୍କ ସହିତ ସମୟ ବିତଉନୁ, ଆମମାନଙ୍କ ଜୀବନରେ ଶୈତାନ କେତେବେଳେ ପ୍ରବେଶ କରିବ ଆମେ ଜାଣିନାହୁଁ। ଶୈତାନ ଆମଙ୍କର ବାହାର ଭିତର ସର୍ବ ବିଷୟ ଜାଣେ। ଶୈତାନ ଆମକୁ କି ପ୍ରକାର ପ୍ରଲୋଭନରେ ପକେଇବ ତାହା ମଧ୍ୟ ଜାଣେ। ଆଉ ଆଜିକାଲି ଆମେ ଏଇ ଯୁଗରେ, ଆମ ଜଣେ ଭାଇ ଥିଲେ କୋରାପୁଟରେ ଭାଇ, ମୁଁ ତାଙ୍କ ନାଁ ନେବା ପାଇଁ ଚାହୁଁନି, ତାଙ୍କୁ ଜଜ କରିବା ପାଇଁ ଚାହୁଁନି, କିନ୍ତୁ ସେ ଭାଇ ଆମକୁ ଜଣେ ଦିନ ମତେ ଫୋନ କଲେ ଆଉ କହିଲେ କି ଯେ ବାବୁ
ଆଉ ମତେ କିଛି ପଇସା ଦିଅ, ମୁଁ ମୋର ଅଙ୍ଗ ପରିବର୍ତ୍ତନ କରିବା ପାଇଁ ଚାହୁଁଛି। ଆମଙ୍କ ସମାଜରେ ଏସବୁ ବିଷୟ ହଉଅଛି, କିନ୍ତୁ ଆମେ ଚୁପଚାପ ରହିଅଛୁ। ପରିବାର ମଧ୍ୟରେ ଆମମାନଙ୍କର ଏସବୁ ବିଷୟ ରହିଅଛି। ପରିବାର ମଧ୍ୟରେ ପ୍ରାର୍ଥନା ଗିର୍ଜା କିଛି ନାହିଁ। ଶୈତାନ ଆମକୁ ଗୃହରେ ପ୍ରବେଶ କରିଛି। ଆମେ ଚାହୁଁଛୁ ଆମେ କାହିଁକି ଧନୀ ହେଇପାରୁନୁ, ଆମେ କାହିଁକି ଆମମାନଙ୍କ ଜୀବନରେ ଆଶୀର୍ବାଦ ଆସୁନାହିଁ, କାହିଁକି ଆମମାନଙ୍କ ଜୀବନରେ ପିଲାମାନେ ଉପରକୁ ଯାଉନାହାନ୍ତି, କାହିଁକି ଆମମାନଙ୍କ ଜୀବନରେ ଆଶୀର୍ବାଦ ପଛକୁ ଆସୁନାହାନ୍ତି। ଜଷ୍ଟ ବିକଜ ଆପଣଙ୍କର ଯୋଉ ଆଶୀର୍ବାଦ ଆପଣ ପାଇବା କଥା, ସେ ଆଶୀର୍ବାଦରେ ଶୈତାନ ବସି ଅଛି। ଶୈତାନ ଦେଖାଯାଏନି, ଶୈତାନ କଳା ଭଳିଆ ଦେଖାଯାଏନି, କିନ୍ତୁ ଗୋରା ଭଳିଆ ଦେଖାଯାଏନି। ଶୈତାନ ଏହି ସବୁ ବିଷୟ ଦ୍ଵାରା ଆଜି ଆମମାନଙ୍କ ଜୀବନକୁ ନଷ୍ଟ କରିଦଉଛି। କିନ୍ତୁ ମୁଁ ଗୋଟେ ବିଷୟ କହିବା ପାଇଁ ଚାହେଁ, ଏହାର ଉପକାର କଣ ଅଟେ? ଯଦି ଆମମାନଙ୍କ ପ୍ରୋବ୍ଲେମ ଅଛି, there is a solution। ଶୈତାନ ଯଦି ଆମେ ଆଜି ଆମମାନଙ୍କ ଜୀବନରେ ସ୍ଥାନ ଦେଇଅଛୁ, ତାହେଲେ ଆମେ କଣ କରିବା ଜରୁରୀ? ମୁଁ ଗୋଟିଏ ମାତ୍ର ପଏଣ୍ଟ କରିବି, ଦ୍ୟାଟ୍ ଇଜ ଜିସସ୍ କ୍ରାଇଷ୍ଟ। ଯଦି ଯୀଶୁ ଖ୍ରୀଷ୍ଟ ଆପଣଙ୍କ ଜୀବନ ମଧ୍ୟରେ ରହିଅଛନ୍ତି, ତାହେଲେ ଶୈତାନର କୌଣସି ସ୍ଥାନ ଆପଣଙ୍କ ଜୀବନରେ ନାହିଁ। ମୁଁ ମୋର ସାକ୍ଷ୍ୟ ଦେବା ପାଇଁ ଚାହେଁ, ଅନେକ ଦିନ ଧରି ମୁଁ ମଧ୍ୟ ଏମିତି ଡିପ୍ରେସନ୍ସରେ, କଷ୍ଟ ମଧ୍ୟରେ ଗତି କରୁଥିଲି। ବିକଜ ଆଇ ଗେଭ୍ ପ୍ଲେସ୍ ଟୁ ଡେଭିଲ୍। ମୁଁ ପ୍ରଭୁଙ୍କ ଗୌରବ ନିମନ୍ତେ କହିବା ପାଇଁ ଚାହେଁ, ମୁଁ ମଧ୍ୟ ଶୈତାନକୁ ସ୍ଥାନ ଦେଇଥିଲି, ଦୁନିଆରେ ହଜିଥିଲି, ଅର୍ଥ ବିଷୟରେ ନେଇକି, ସବୁ ବିଷୟକୁ ନେଇକି। ଯୋଉ ଦିନଠୁ ମୁଁ ପ୍ରାର୍ଥନାରେ ସମୟ ଦେବା ପାଇଁ ଆରମ୍ଭ କଲି, ପ୍ରଭାତରେ ଉଠି ପ୍ରାର୍ଥନା କରିବା ପାଇଁ ସମୟ ଆରମ୍ଭ କଲି, କି ସେଇ ଦିନଠୁ ସବୁ ବିଷୟ ଠିକ ହେବା ପାଇଁ ଆରମ୍ଭ କରୁଛି। କାରଣ ଯେତେବେଳେ ମୁଁ ଏ ବିଷୟ ପଢୁଥିଲି, ମତେ ଗୋଟେ ବିଷୟ ମନେ ପଡୁଥାଏ ଯେ ଆୟୁବକୁ ଶୈତାନ ପରମିଶନ ନେଇକି କହିଲା କି ଯେ ମୁଁ ତାର ଜୀବନକୁ ନଷ୍ଟ କରିବି। ଆଉ ତାର କନସିକ୍ୱେନ୍ସେସ ବା ତାର ଫଳାଫଳ ଏହା ହେଲା କି ଯେ ତାଙ୍କ ପାଖରେ ଯୋଉ ବିଷୟ ହାରି ଯାଇଥିଲା, ସେ 2 ଗୁଣ ତାର ପାଇଲେ। କିନ୍ତୁ ଆମେ ଶୈତାନକୁ ଆମେ ନିଜେ ପରମିଶନ ଦଉଛୁ କି ଯେ ଆଉ ମୋର ଘରେ ତୁ ନଷ୍ଟ କର ବୋଲିକି। ଶୈତାନ ଯେତେବେଳେ ପରମିଶନ ମାଗୁଛି ପରମେଶ୍ୱରଙ୍କଠୁ, ତାହାର ଫଳାଫଳ ଭିନ୍ନ ହୁଏ। କିନ୍ତୁ ଯେତେବେଳେ ଆମେ ଶୈତାନକୁ ନିଜେ ସ୍ଥାନ ଦଉଅଛୁ ବା ପରମିଶନ ଦଉଛୁ, ଆ ମୋର ଜାଗାରେ ବସ, ଆ ମୋ କାର୍ଯ୍ୟରେ ବସ, ଆ ମୋର ମଣ୍ଡଳୀରେ ବସ, ସେଇ ସମୟରେ କଣ ହୁଏ? ଭିନ୍ନତା ଦେଖାଯାଏ। ଆପଣ ମାନେ 2 ଗୁଣ ପାଇବେ ନାହିଁ, ଆପଣ 4 ଗୁଣା ନଷ୍ଟ କରିବେ। ଦ୍ୟାଟ୍ ଇଜ ଅ ଡିଫରେନ୍ସିଏଟ। ଶୈତାନ ମଧ୍ୟ ପ୍ରଭୁଙ୍କର ଅଧୀନରେ ଅଛି। ଶୈତାନ ଯେତେବେଳେ ଆମେ ଦେଖୁଛୁ ନୂତନ ନିୟମରେ, ଯେତେବେଳେ ଯୀଶୁ ଯାଉଥିଲେ, ସେମାନେ କଣ କରୁଥିଲେ? ଚିହ୍ନି ଯାଉଥିଲେ କି ଯେ ଏ ଈଶ୍ୱରଙ୍କର ପୁତ୍ର ବୋଲି। ଶୈତାନ knows all about these things। ସେଇଠି ଆମେ କହୁଛି କେବଳ ଏକମାତ୍ର ବ୍ୟକ୍ତି ବା ଏକମାତ୍ର ବିଷୟ ଯାହା ଆପଣମାନଙ୍କୁ ଏଇ ସବୁ ବିଷୟ ଉପରକୁ ଉଠେଇ ପାରିବ, ଦ୍ୟାଟ୍ ଇଜ ଜିସସ୍ କ୍ରାଇଷ୍ଟ। କାରଣ ସେ ହିଁ ଦ ୱେ, ଦ ଟ୍ରୁଥ ଆଣ୍ଡ ଦ ଲାଇଫ। ଶୈତାନ କୁହାଯାଏ ଯେ ସେ ମିଛର ବାପା, ମିଛ ଈଶ୍ୱରଙ୍କର ଇଚ୍ଛାକୁ ବିରୁଦ୍ଧରେ କଥା କହିବା ପାଇଁ। କିନ୍ତୁ ଯୀଶୁ ଯଦି ଯିଏ ଆମ ଗୃହରେ ଅଛନ୍ତି, ତାହେଲେ ଶୈତାନର କୌଣସି ସ୍ଥାନ ରହିବ ନାହିଁ। ମୋ ପ୍ରିୟ ବନ୍ଧୁଗଣ, ମୋର ଭାଇ ଭଉଣୀ ମାନେ, ଆଜି ମୁଁ ଗୋଟେ ବିଷୟ କହିବା ପାଇଁ ଚାହେଁ। ଯୋଉ ସ୍ଥାନରେ ଆପଣ ମାନେ କହିଲେ ଶୈତାନକୁ ସ୍ଥାନ ଦିଅ ନାହିଁ, ଆପଣ ନିଜକୁ କୁହନ୍ତୁ ଯୀଶୁକୁ ସ୍ଥାନ ଦିଅ। ଯଦି ଆପଣ ରିପ୍ଲେସ କରିବେ ଶୈତାନ ଶବ୍ଦକୁ, ଆପଣ ଯୀଶୁକୁ ବ୍ୟବହାର କରିବେ ଆପଣଙ୍କ ଜୀବନରେ, ତାହେଲେ ଏଭ୍ରିଥିଙ୍ଗ ୱିଲ୍ ବି ଅଲ୍ ରାଇଟ୍। ଆପଣ ଚେଷ୍ଟା କରନ୍ତୁ। ଯଦି ଆପଣମାନେ ଏଇ ସବୁ ବିଷୟରେ ନିଜ ଜୀବନକୁ ହରେଇ ଦେଇ ଅଛନ୍ତି, ଫାଇନାନ୍ସିଆଲ କ୍ରାଇସିସ ରେ ଯାଉଛନ୍ତି, ଆପଣ ଡିପ୍ରେସନ ରେ ଯାଉଛନ୍ତି, ଅନେକ ଲୋକ କହନ୍ତି ମୋର ସମ୍ପର୍କରେ ଭିନ୍ନତା ଆସି ଯାଇଅଛି, ପରିବାର ବିବାହ ଭିତରେ ବିଚ୍ଛେଦ ଆସି ଯାଇଅଛି, କେବଳ ଶୈତାନ ଆପଣଙ୍କ ଗୃହରେ ବସିଅଛି। କିନ୍ତୁ ମୁଁ ଅନୁରୋଧ କରିବି, ଥରେ ଚେଷ୍ଟା କରନ୍ତୁ, ଯୀଶୁଙ୍କୁ ସ୍ଥାନ ଦିଅନ୍ତୁ। ଯୀଶୁ ଥରେ ଆପଣଙ୍କ ଗୃହକୁ ଆସନ୍ତୁ ଆଜି। କାରଣ ଯୀଶୁ ଚାହାନ୍ତି ଆପଣଙ୍କୁ ଆଶୀର୍ବାଦ କରିବା ପାଇଁ। ଯୀଶୁ ଚାହାନ୍ତି ଆପଣମାନେ ଉନ୍ନତ ହୁଅନ୍ତୁ। ଯୀଶୁ ଚାହାନ୍ତି ଆମ ଗୃହରେ ସବୁ ବିଷୟ ରହୁ। ଯୀଶୁ ଚାହାନ୍ତି ଆପଣମାନେ ଖୁସିରେ ରୁହନ୍ତୁ। କିନ୍ତୁ ଅନ୍ୟ ଜଣେ କେହି ଗୋଟେ ସ୍ଥାନ ନେଇଯାଇଛି। ମୁଁ ଅନୁରୋଧ କରିବି ଆଜିର ଅଳ୍ପ ଶିକ୍ଷାରେ ଯେ ଶୟତାନକୁ ସ୍ଥାନ ଦିଅ ନାହିଁ, କିନ୍ତୁ ଯୀଶୁକୁ ସ୍ଥାନ ଦିଅ। ଆମେ ସମସ୍ତେ ପୁଣି ଥରେ ଅନମ୍ୟୁଟ କରିବା, ପୁଣି ଥରେ ଅନମ୍ୟୁଟ କରିବା, ସମସ୍ତେ ପୁଣି ଥରେ ଅନମ୍ୟୁଟ କରୁ। ମୁଁ ଶେଷ ପର୍ଯ୍ୟାୟରେ ଅଛି, ପୁଣି ଥରେ ଅନମ୍ୟୁଟ କରୁ। ଆମେ ନିଜକୁ ଆଉ ଥରେ ସେଇ ପର୍ବଟା ପଢୁ, ଏଫିସିଓ ତାର 4 ପର୍ବ 27 ପଦରେ। ପୁଣି ଶବ୍ଦକୁ ଛାଡିକି ଆମେ ପୁଣି ଡିସ୍କସନ କରୁନୁ, କହନ୍ତୁ ଆମେ ଯେତେବେଳେ 1 2 3 କହନ୍ତୁ, ଆମେ ସମସ୍ତେ କହିବା ଶୈତାନକୁ ସ୍ଥାନ ଦିଅ ନାହିଁ, କିନ୍ତୁ ଯୀଶୁକୁ ସ୍ଥାନ ଦିଅ। ଆମେ କହିବା ସମସ୍ତେ, ରେଡି 1 2 3। ଶୈତାନକୁ ସ୍ଥାନ ଦିଅ ନାହିଁ, ଦିଅ ନାହିଁ, ଯୀଶୁକୁ ସ୍ଥାନ ଦିଅ। କିନ୍ତୁ ଯୀଶୁଙ୍କୁ ସ୍ଥାନ ଦିଅ। ଯେତେବେଳେ ଆମେ ମାନେ ବନ୍ଦ ହେଇପାରୁଛୁ, ବାର ବାର ଆମେ କହୁ ଯୀଶୁକୁ ସ୍ଥାନ ଦିଅ। ମୁଁ ନିଜକୁ କହେ, ତପିନ ଯୀଶୁକୁ ସ୍ଥାନ ଦିଅ, ବୁଲୁ ଯୀଶୁକୁ ସ୍ଥାନ ଦିଅ। ଆମେ ନିଜକୁ କଥା ହଉ, ଯୀଶୁକୁ ସ୍ଥାନ ଦିଅ। And let's see the thing। ବିଶ୍ୱାସ କରେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ ବାକ୍ୟ ଦ୍ଵାରା।
ଶୁଣିବାରେ ଯେତେ ଲୋକ ଶୁଣିଛନ୍ତି ପ୍ରଭୁ ସେମାନଙ୍କୁ ଆହୁରି ପ୍ରଭୁରେ ବଢିବା ପାଇଁ ସାହାଯ୍ୟ କରନ୍ତୁ। ଆମେନ୍। ଥ୍ୟାଙ୍କ ୟୁ ଆଜ୍ଞା, ଥ୍ୟାଙ୍କ ୟୁ।